हेलो ପିଲାମାନେ ମୋଷ୍ଟ ୱେଲକମ୍ ପିଲାମାନେ ମୋର ଏହି ଓଡ଼ିଆ ମିଡ଼ିୟମ୍ କ୍ଲାसेस ଚ୍ୟାନେଲକୁ। ପିଲାମାନେ ଆଜିର ବିଷୟ ହେଉଛି ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ ବିଷୟରେ ବୁଝିବା। ଆମେ ଫାର୍ଷ୍ଟ କ୍ଲାସରେ ପଢ଼ିଥିଲେ ଆମେ ବସ୍ତୁ କେତେ ପଦାର୍ଥ କେତେ ପ୍ରକାର ଏସବୁ ବିଷୟରେ ମଧ୍ୟ ପଢ଼ିଥିଲେ ହଁ ନା ନୁହଁ। ତା ପୂର୍ବରୁ ଏଇ ଭିଡ଼ିଓଟା କ'ଣ କରିବେ ନା ପିଲେ ସମସ୍ତେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣ ଯଦି ସବସ୍କ୍ରାଇବ୍ ଏବଂ ଲାଇକ୍ କରିବା ଦ୍ୱାରା ସର୍ବପ୍ରଥମେ ମୋର ଏହି ନୂଆ ଭିଡ଼ିଓ ଆପଣ ହିଁ ସର୍ବପ୍ରଥମେ ପାଇପାରିବେ। ତେଣୁକରି ପିଲାମାନେ ସମସ୍ତେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ ଟିକେ ସମସ୍ତଙ୍କୁ ସେୟାର କରନ୍ତୁ ପିଲାମାନେ। ଓକେ, ତ ଚାଲନ୍ତୁ ପିଲାମାନେ କ୍ଲାସକୁ ଆଉ ଲେଟ୍ କରିବାନି, ତ ଆରମ୍ଭ କରିବା। ଦେଖନ୍ତୁ ପିଲେ ଏଇଟା ହେଉଛି କ'ଣ ନା ଷଷ୍ଠ ଶ୍ରେଣୀର ବିଜ୍ଞାନ, ଯେଉଁଟାକି ଷଷ୍ଠ ଅଧ୍ୟାୟ। ଓକେ, ସେଇ ପାଠର ନାମ ହେଉଛି ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ। ଦେଖିବା ଆମେ ବସ୍ତୁ ଓ ପଦାର୍ଥର କିପରି ପରିବର୍ତ୍ତନ ହେଉଛି, ଚେଞ୍ଜ କେମିତି ହେଉଛି ସେ ବିଷୟରେ ଆମେ ଦେଖିବା। ଓକେ, ତ ଚାଲନ୍ତୁ ଦେଖନ୍ତୁ ନା ଆମ ଚାରିପାଖରେ ଥିବା ବସ୍ତୁ ଓକେ ଓ ପଦାର୍ଥ ଗୁଡ଼ିକର ସର୍ବଦା ପରିବର୍ତ୍ତନ ଘଟି ଚାଲିଛି ବୋଲି। ଦେଖନ୍ତୁ ଆମ ଚାରିପାଖରେ ଯାହା ବି ଦେଖୁଛେ ବୋଲି ବସ୍ତୁ ଓ ପଦାର୍ଥ ସର୍ବଦା କ'ଣ ନା ତାଙ୍କର ଚେଞ୍ଜ ହେଇ ଚାଲିଛି ବୋଲି, ତାଙ୍କର ପରିବର୍ତ୍ତନ ଘଟି ଘଟି ଚାଲିଛି। ଓକେ, ଦେଖନ୍ତୁ ନିରୀକ୍ଷଣ କଲେ ଏହି ପରିବର୍ତ୍ତନ ଗୁଡ଼ିକୁ ତୁମେ ଦେଖିପାରିବ ଓ ସେଗୁଡ଼ିକ ସହିତ ଥିବା ଆମ ସମ୍ପର୍କ ମଧ୍ୟ ଆପଣ ଜାଣିପାରିବେ। ତ ଏଠି କ'ଣ ବୁଝିଲେ ବୋଲି ନା ଆପଣ ଯଦି ଭଲସେ ନିରୀକ୍ଷଣ କରିବେ ଦେଖିବେ ନା ପରିବର୍ତ୍ତନ ଗୁଡ଼ିକୁ ତୁମେ ଦେଖିପାରିବ କିପରି ଓ ସେଗୁଡ଼ିକ ସହିତ କ'ଣ ନା ଥିବା ଆମର ଯେଉଁ ସମ୍ପର୍କ ମଧ୍ୟ ରହିଛି ସେଇଟା ମଧ୍ୟ ଜାଣିପାରିବା, ମାନେ ତାଙ୍କର ଯେଉଁ ପରିବର୍ତ୍ତନ କେମିତି ଘଟୁଛି ଏବଂ କ'ଣ ନା ଆମର ସେଇ ପଦାର୍ଥ ଗୁଡ଼ିକ ଭିତରେ ଆମର ସମ୍ପର୍କ କ'ଣ ସେହା ଜାଣିପାରିବା। ଓକେ, ନେକ୍ସଟ ଯିବା ବେଲେ ଦେଖନ୍ତୁ ନା ଏଠି କ'ଣ ଦିଆହେଇଛି ଦେଖନ୍ତୁ ଭଲସେ ବୁଝନ୍ତୁ ବେଲେ ଏଗୁଡ଼ିକ ମଧ୍ୟରୁ କେତେ ଗୁଡ଼ିଏ ପରିବର୍ତ୍ତନ ଅତି ସାଧାରଣ ଯାହା ତୁମର ନିକଟରେ ଅତି ନିକଟରେ ଘଟିଥାଏ। ଦେଖନ୍ତୁ ଏସବୁ ବିଷୟରେ କ'ଣ ନା କେତେ ଗୁଡ଼ିଏ ଅଛି ଯେଉଁଟାକି ପରିବର୍ତ୍ତନ ଅତି ସାଧାରଣ, ଓକେ, ଯେଉଁଟାକି ଅତି ନିକଟରେ ଘଟିଥାଏ, ଆମ ପାଖାପାଖି ଘଟିଥାଏ। ଦେଖନ୍ତୁ ସେଗୁଡ଼ିକୁ ଜାଣିବାରେ ବିଶେଷ କିଛି ଅସୁବିଧା ନାହିଁ। ଆଉ କିଛି ପରିବର୍ତ୍ତନକୁ ଜାଣିବା ଓ ବୁଝିବା ପାଇଁ ତୁମ ସାମାନ୍ୟ ଚେଷ୍ଟା କରିବା ଆବଶ୍ୟକ ହୋଇପାରେ। ଦେଖନ୍ତୁ ଦେଖିବା ବେଲେ ଏବେ ଦେଖିବା ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ। ଓକେ, ଏବେ ଦେଖିବା ବସ୍ତୁ ଓ ପଦାର୍ଥର କେମିତି ପରିବର୍ତ୍ତନ ହେଉଛି। ଓକେ, ତୁମେ ଦେଖିଥିବା ବସ୍ତୁ ଓ ପଦାର୍ଥ ଗୁଡ଼ିକରେ ଘଟୁଥିବା ପରିବର୍ତ୍ତନ ଏକ ତାଲିକା କର। ଆପଣ କରିବେ ନା ବସ୍ତୁ ଏବଂ ପଦାର୍ଥର ଯେଉଁ ପରିବର୍ତ୍ତନ ଘଟୁଛି ତାର ଗୋଟେ ତାଲିକା ପ୍ରକାଶ କରିବେ, ଲେଖିବେ ଖାତାରେ। ଓକେ, ତାଲିକା କରିବା ବେଳେ ଏହି ପରିବର୍ତ୍ତନ ଗୁଡ଼ିକ କେଉଁଠାରେ କିପରି ଘଟିଥାଏ, ଓକେ, ଯଥା ପ୍ରାକୃତିକ ଉପାୟରେ ଘଟୁଥିବା ପରିବର୍ତ୍ତନ, ମନୁଷ୍ୟକୃତ ପରିବର୍ତ୍ତନ, ତାହା ଆପଣଙ୍କର ଖାତାରେ ଲେଖିବେ। ନା କ'ଣ ଲେଖିବେ ବେଲେ ନା ଆପଣ ଯେତେବେଳେ ପଦାର୍ଥ ଗୁଡ଼ିକ ଯେଉଁ ପରିବର୍ତ୍ତନ ଘଟିଛି ସେଇ ବିଷୟରେ ଲେଖିଲା ବେଳେ ଆପଣ ଗୋଟେ କଲେକ୍ଟ କରିବେ। ତ ସେଇ ସମୟରେ କ'ଣ କରିବେ ନା କେଉଁ ପଦାର୍ଥ ଯେଉଁ ପରିବର୍ତ୍ତନ ଘଟୁଛି ନା ନାହିଁ, ତ କେଉଁ ପରିବର୍ତ୍ତନ ପ୍ରାକୃତିକ ଉପାୟରେ ଯେଉଁଟାକି ଆପେ ଆପେ ଘଟୁଛି, ଆଉ ଦେଖିବେ କେତେ ଗୁଡ଼ିଏ ଅଛି ଯେଉଁଟାକି ମନୁଷ୍ୟ ତାକୁ ପରିବର୍ତ୍ତନ କରୁଥିବ। ବୁଝିଗଲେ, ତାହାକୁ ଆମେ କ'ଣ ଅଲଗା ଅଲଗା କରି ଲେଖିବା। ଦେଖନ୍ତୁ ଏଠି ଦିଆଯାଇଛି ଗୋଟେ ସାରଣୀ ଦିଆଯାଇଛି 6.1ରେ। ଦେଖନ୍ତୁ ପ୍ରାକୃତିକ ମନୁଷ୍ୟ ପରିବର୍ତ୍ତନ ବିଷୟରେ
ଦେଖନ୍ତୁ ଏଇଟା ଦେଇଛି କ'ଣ ବସ୍ତୁ ବା ପଦାର୍ଥ, ଏଇଟା ଦେଇଛି ଏଠି ପ୍ରାକୃତିକ ଅପରିବର୍ତ୍ତନ ମାନେ କେମିତି ମାନେ ଆପେ ଆପେ ସେ ପରିବର୍ତ୍ତନ ହେଉଛି ଏବଂ ମନୁଷ୍ୟକୃତ ମାନେ ମଣିଷ କେମିତି ତାକୁ ପରିବର୍ତ୍ତନ କରିବ। ଓକେ, ତାହା ଆମେ କ'ଣ ଆପଣ ଏଇ ସାରଣୀକୁ ଫୁଲଫିଲ୍ କରି ଦେଖନ୍ତୁ। ଅଦା ଲୁହା ଅଛି, ତ ଅଦା ଲୁହା କେମିତି ଅଦା ଲୁହା ଶୁଖିଯିବା, ଏଇଟା ଗୋଟେ କ'ଣ ପ୍ରାକୃତିକ ପରିବର୍ତ୍ତନ ମନୁଷ୍ୟକୃତ। ଅଦା ଲୁହାଟା କ'ଣ ଅଦା ଲୁହା ଶୁଖିଯିବା, ଏଇଟା ହେଉଛି ପ୍ରାକୃତିକ ପରିବର୍ତ୍ତନ, କାହିଁକିନା ସେ କ'ଣ ନିଜେ ନିଜେ ଶୁଖି ଯାଉଛି। ସେମିତି ଦେଖନ୍ତୁ କାଠ ଦିଆହେଇଛି, କାଠ ଗୋଟେ କ'ଣ ପିଲେ ନା ପ୍ରାକୃତିକ ପରିବର୍ତ୍ତନ ନା ମନୁଷ୍ୟକୃତ ପରିବର୍ତ୍ତନ। କାଠକୁ ଦେଖନ୍ତୁ କେମିତି କାଠ ଜାଳିବା, ଏଇଟା କ'ଣ କାଠ ଜାଳିବା ଗୋଟେ ମନୁଷ୍ୟକୃତ, କାହିଁକିନା ଏଇଟା ମଣିଷ ଜାଳୁଛି। ଓକେ, ସେମିତି ପିଲେ ଆପଣ କେତୋଟି ନେବେ ଯେତେ ସବୁ କ'ଣ ଖାଲି ପଡ଼ିଯାଏ ବକ୍ସରେ ଏଠି ନେଇକିନା କେତୋଟି ଆପଣ ଲେଖିବେ ଆପଣ ଯେଉଁ କଲେକ୍ଟ କରିଦେବେ ସେ ମଧ୍ୟରୁ। ଓକେ, ନେକ୍ସଟ ପିଲେ ଦେଖନ୍ତୁ ଉପରୋକ୍ତ ପରିବର୍ତ୍ତନ ଗୁଡ଼ିକୁ ଅନୁଧ୍ୟାନ କରିବା ବେଳେ ଆଉ କେତୋଟି ପରିବର୍ତ୍ତନକୁ ଯୋଡ଼ାଯାଇପାରେ। ଓକେ, ଯେମିତିକି ଯଥା ବିଭିନ୍ନ ପଦାର୍ଥକୁ ନେଇ ଆବଶ୍ୟକ ବସ୍ତୁ ତିଆରି କରିବା। ଓକେ, ଯେପରି କପାରୁ ସୂତା, ସୂତାରୁ ବସ୍ତ୍ର, ଲୁହାରୁ କଡ଼ି କୋଦାଳ, କଡ଼େଇ, ଲୁହା କଣ୍ଟା ଆଦି, ସୁନା ରୂପାରୁ ଗହଣା, ଓକେ, ଓ ଆଲୁମିନିୟମର ବାସନ ଇତ୍ୟାଦି। ଏହିଭଳି ଅଧିକ ପରିବର୍ତ୍ତନର କଥା ବିଚାର କରିବା ବେଳେ ଆମେ ଦେଖୁ ଯେ ସବୁ ପରିବର୍ତ୍ତନ ଏକା ପ୍ରକାର ନୁହେଁ। ଓକେ, ନା ଏଠି କ'ଣ ବୁଝିଲେ ପିଲେ, କ'ଣ ବୁଝୁଛନ୍ତି ଆପଣ ଦେଖନ୍ତୁ। ଆମେ ଯେଉଁ ଉପର ଟେବୁଲଟା ପଢ଼ିଲେ ସେଇ ସବୁ ନା କେତୋଟି ମାନେ ପରିବର୍ତ୍ତନ ଆମେ ଯୋଡ଼ି ପାରିବା। ଓକେ, ଯେମିତି ବିଭିନ୍ନ ପଦାର୍ଥକୁ ନେଇ ଆବଶ୍ୟକ ବସ୍ତୁ ତିଆରି କରିବା, କ'ଣ କରିବା ନା ବିଭିନ୍ନ ବସ୍ତୁକୁ ଯେମିତି ନେଇକି ଆମେ କ'ଣ ବିଭିନ୍ନ ବସ୍ତୁ ତିଆରି କରୁଛେ। ଓକେ, ଯେମିତି ଦେଖନ୍ତୁ କ'ଣ କ'ଣ ତିଆରି କରୁଛେ ପଦାର୍ଥରୁ ନା କପାରୁ ଆମେ ସୂତା ତିଆରି କରୁଛେ, ସେମିତି ସୂତାରୁ କ'ଣ ବସ୍ତ୍ର, ସେମିତି ଲୁହାରୁ କ'ଣ କଳା କୋଦାଳ, କଡ଼େଇ, ଲୁହା କଣ୍ଟା ଆଦି, ସୁନାରୁ ଓ ରୂପାରୁ ଗହଣା ସବୁ, ଆଲୁମିନିୟମରୁ କ'ଣ ବାସନ ଏସବୁ ତିଆରି କରୁଛେ ଆମେ। ଦେଖନ୍ତୁ ତ ଏଇଭଳି ଅଧିକ ପରିବର୍ତ୍ତନର କଥା ବିଚାର କରିଲା ବେଳେ କ'ଣ ନା ଆମେ ଦେଖିବା ନା ସବୁ ପଦାର୍ଥ କ'ଣ ପିଲେ ନା ସବୁ ପଦାର୍ଥ ଏକା ପ୍ରକାର ନାହିଁ, ହଁ ନା ନୁହଁ? ତ ସବୁ ଏକା ପ୍ରକାର ନାହାନ୍ତି ବା ନୁହେଁ। ଓକେ, ଦେଖିବା ଉପରେ ଦିଆଯାଇଥିବା ସାରଣୀରେ ଲେଖା ଥିବା ଶ୍ରେଣୀ ବିଭାଗ ଅନୁସାରେ ସେଗୁଡ଼ିକୁ ଅଲଗା ଅଲଗା ବିଚାର କରାଯାଇପାରୁଥିଲେ ମଧ୍ୟ ଏ ଅନ୍ୟ ଉପାୟ ଗୁଡ଼ିକରେ ବିଭକ୍ତ କରାଯାଇପାରିବ। ଏଇ ଲାଇନଟା କ'ଣ ବୁଝିଲେ ପିଲେ ନା ଯେଉଁ ଉପରେ ଦିଆହେଇଥିଲା ମାନେ ଏଇ ଯେଉଁ ସାରଣୀଟା ଦିଆ ହେଇଥିଲା ଏଠାରୁ ଦେଖନ୍ତୁ ଶ୍ରେଣୀ ବିଭାଗ ଅନୁସାରେ ମଧ୍ୟ ସେଗୁଡ଼ିକୁ କ'ଣଟା ହେଉଛି ଅଲଗା ଅଲଗା ବିଚାର କରିପାରୁଛେ ଆମେ, ମାନେ ପ୍ରାକୃତିକ ମନୁଷ୍ୟକୃତ ଭାବରେ ଏମିତି ଅଲଗା ଅଲଗା ଆମେ ବିଚାର କରୁଛେ। ଏଇ ବିଚାର କରିବା ଦ୍ୱାରା ମଧ୍ୟ କ'ଣ ହେଉଛି ନା ଆଉ କେତେ କ'ଣ ନା ଅନ୍ୟ ଉପାୟରେ ଏଗୁଡ଼ିକୁ ବିଭକ୍ତ କରାଯାଇପାରେ। ଓକେ, ଏଥିପାଇଁ ଅବଶ୍ୟ ଆମକୁ ଭିନ୍ନ ଭିନ୍ନ ପରିବର୍ତ୍ତନ ଗୁଡ଼ିକର କାରଣ ଉପରେ ନିର୍ଭର କରିବାକୁ ହେବ। ତ ଏଥିପାଇଁ ଆମକୁ କ'ଣ କରିବାକୁ ହେବ ନା ଆମେ ଭିନ୍ନ ଭିନ୍ନ ପରିବର୍ତ୍ତନ ଗୁଡ଼ିକୁ ହେଲା ସେଗୁଡ଼ିକୁ କାରଣ ଉପରେ ତାର କାରଣ ଉପରେ ନିର୍ଭର କରିବାକୁ ହେବ। ଦେଖନ୍ତୁ ବର୍ତ୍ତମାନ ଗୋଟିଏ ସରଳ ଓ ସହଜ କାର୍ଯ୍ୟ ଦ୍ୱାରା ଆମେ ଏହି ବିଭକ୍ତିକରଣ କାର୍ଯ୍ୟଟା ଆରମ୍ଭ କରିବା। ଦେଖନ୍ତୁ ତଳେ ଦିଆହେଇଛି ଆପଣଙ୍କ ପାଇଁ। ଦେଖନ୍ତୁ ବସ୍ତୁ ପଦାର୍ଥର ବିଭିନ୍ନ ପ୍ରକାର ପରିବର୍ତ୍ତନ, ମାନେ ବସ୍ତୁ ପଦାର୍ଥ କେମିତି କିନା ବିଭିନ୍ନ ପ୍ରକାର ଆକାରରେ ସେମାନେ କ'ଣ ନା ଚେଞ୍ଜ ହେଉଛନ୍ତି, ପରିବର୍ତ୍ତନ ହେଉଛନ୍ତି, ସେଇ ବିଷୟରେ ଆମେ ଦେଖିବା। ଦେଖନ୍ତୁ ତୁମ ପାଇଁ 1 ଯେଉଁଟା ଏକରେ ଲେଖା ହେଇଛି, ଗୋଟିଏ ମହମବତୀକୁ ଜଳାଇ ଚିନା ମାଟିର ପ୍ଲେଟ୍ ଉପରେ ରଖିବେ। ଦେଖନ୍ତୁ এই ଚିତ୍ରଟାକୁ ଭଲ ଦେଖନ୍ତୁ। ଜଳୁଥିବା ମହମବତୀକୁ ଲକ୍ଷ୍ୟ କର ଓ ଯାହା ଦେଖିଲ ଲେଖ। କ'ଣ ସବୁ ଦେଖିଲ ଦେଖନ୍ତୁ,
এই ମହମବତୀକୁ ଭଲ ଭାବରେ ଦେଖନ୍ତୁ। ତ ମହମବତୀକୁ ଆମେ କେଉଁଠି ରଖିଲେ, ଗୋଟେ ପ୍ଲେଟ୍ ଉପରେ ରଖିଲେ। ଦେଖନ୍ତୁ ଏଇଟା ମହମବତୀ, ଏଇଟା ତରଳୁଛି ଏଠି, ଏଇଟା ହେଉଛି ଶିଖା ଯେଉଁଟାକି ଜଳୁଛି। ଓକେ, ପ୍ରଥମେ କ'ଣ କରିବେ ନା, ଏ ମହମବତୀକୁ ପ୍ଲେଟ୍ ଉପରେ ରଖିବେ। ଏଇ ଯେଉଁ ପ୍ଲେଟ୍ ଅଛି ତାପରେ ମହମବତୀକୁ ଜାଳିଦେବେ। ଶିଖା ଜଳିଲା ପରେ କ'ଣ ରହୁଛି ନା, ଦେଖନ୍ତୁ ମହମବତୀଟା ତରଳୁଛି, ହଁ ନା ନୁହଁ? ତ ଦେଖିବେ ଆମେ ଏଠୁ କ'ଣ ସବୁ ଦେଖିଲେ ତା ଆମେ ଲେଖିବା। ଓକେ, ନେକ୍ସଟ ଯିବା। ଦେଖନ୍ତୁ ମହମବତୀଟି ଜଳି ଜଳି ସରିଯିବା ପରେ ଲିଭିଗଲା। ଏମିତି ଗୋଟେ ସମୟ ପିଲେ ଜଳିବ ତାପରେ ଏମିତି ଗୋଟେ ସମୟ ଆସିବ ମହମବତୀ କ'ଣ ହେଇଯିବ ନା, ଏଇଟା ସରିଯିବ ପିଲେ। ଓକେ, ଶେଷରେ ପ୍ଲେଟ୍ ଉପରେ କ'ଣ ରହିଲା ତାହା ଦେଖିଲ ତ। ଦେଖିବେ ଶେଷରେ କ'ଣ ରହିବ ନା, ଏମିତି ଦେଖନ୍ତୁ ଏଠି ଟିକେ ରହୁଛି, ଏଠି ଟିକେ। ତ ମହମବତୀ ଯେତେବେଳେ ଆପଣ କେବେ ଜାଳିଥିବେ, ମହମବତୀ ଜାଳି ସାରିଲା ପରେ ଦେଖିବେ ତା ଯେଉଁଠି ଜଳୁଥିବ ସେ ତାର ତଳେ ଟିକେ ଗଦା ହେଇକିନା ଟିକେ ମହମ ତରଳି ଥଇକି ରହିଥାଏ। ଓକେ, ତ ଉପର କାର୍ଯ୍ୟରେ ଆମେ କ'ଣ ଦେଖିଲେ ଓ ସେଥିରୁ କ'ଣ ଶିଖିଲେ, ଆସନ୍ତୁ ଦେଖିବା, ଆଲୋଚନା କରିବା। ତ ଆମେ ପିଲାମାନେ କ'ଣ ଶିଖିଲେ ଏଇଠାରୁ? ଏଇଟା ଗୋଟେ ପରୀକ୍ଷା, ଆପଣ ନିଜେ ମଧ୍ୟ କରିପାରିବେ ଘରେ, କାହିଁକିନା ଆପଣଙ୍କର ମହମବତୀ ବି ଥିବ, କିଣିପାରିବେ, 5 ଟଙ୍କା 10 ଟଙ୍କା ମିଳୁଛି। ଏବେ ଗୋଟେ ପ୍ଲେଟ୍ ରଖି ଏଇଟା ଆପଣ ଏକ୍ସପେରିମେଣ୍ଟ କରିପାରିବେ। ଓକେ, ଦେଖନ୍ତୁ ନା ଗୋଟେ ପ୍ଲେଟ୍ରେ ଆମେ ମହମବତୀ ରଖିଲେ ତାପରେ ଜାଳିଲେ। ତ ଏହାର ବିଷୟରେ ଗୋଟେ ଦେଇଛି ଏଠି କରେ କ'ଣ କୁହାଯାଇଛି ନା, ମହମବତୀଟି ମହମରେ ତିଆରି। ଏ ମହମବତୀଟି କେଉଁଠାରୁ ତିଆରି ନା, ଆମର ମହମବତୀରୁ ତିଆରି। ଓକେ, ମହମବତୀଟି ମହମରେ ତିଆରି। କେଉଁଠାରୁ ନା, ମହମ ସେଠୁ ତିଆରି ହେଉଛି। ମହମ ଏକ ଦହନ ପଦାର୍ଥ ହୋଇଥିବାରୁ ସେଥିରେ ଥିବା ସଳିତାରେ ନିଆଁ ଲଗାଇଲେ ତାହା ଜଳେ। ଆଚ୍ଛା, ଦେଖନ୍ତୁ ଆମେ ଗୋଟେ ମହମରେ ତିଆରି ନୁହଁ ଆମର ମହମବତୀଟା, ତ ସେ ମହମ ଗୋଟେ କେମିତିକା ପଦାର୍ଥ ନା, ଦହନୀୟ ପଦାର୍ଥ, ମାନେ ଯେଉଁଟାକି ଜଳିବା ପଦାର୍ଥ, ଦହନୀୟ। ଓକେ, ଦହନ ମାନେ କ'ଣ ନା, ଜଳିବା। ତ ଏହା କ'ଣ ନା, ଦହନୀୟ ପଦାର୍ଥ ହୋଇଥିବା ଯେଉଁ କ'ଣ ରହୁଛି ନା, ଯେଉଁ ସଳିତା ଥାଉଛି ନା, ଦେଖନ୍ତୁ ସଳିତା ଥାଉଛି ଏଠି, ଦେଖନ୍ତୁ ସଳିତା ଥାଏ ନା ଏଠି, ସରୁଟା ଗୋଟେ, ଦେଖନ୍ତୁ। ଓକେ, ଏଇ ସଳିତାରେ ଆମେ ଯଦି ଜାଳିଥିବା ତାହେଲେ କ'ଣ ହେଉଛି ନା, ଓକେ, ସେଥିରେ ସଳିତାରେ ନିଆଁ ଲଗାଇଲେ ମଧ୍ୟ ତାହା ଜଳି ଜଳି ଯାଇଥାଏ। ଓକେ, ଘରେ କ'ଣ ଦିଆଯାଇଛି ଦେଖନ୍ତୁ ନା, ମହମବତୀ ଜଳିଲା ବେଳେ କିଛି ମହମ ତରଳିଯାଏ, ହଁ ନା ନାହିଁ? ସେଥିରୁ କିଛି ତଳକୁ ବହି ଆସେ, ଅବଶିଷ୍ଟ ତରଳ ମହମ କ'ଣ ହୁଏ ନା, ଜଳିଯାଏ। ଦେଖନ୍ତୁ ମହମବତୀ ଜଳିଲା ବେଳେ କିଛି ମହମ ତରଳିଯାଏ, ହଁ ନା ନୁହଁ? ଆଉ ଯେତେବେଳେ ମହମବତୀ ଯେଉଁ ଜଳେଇବା ସେହି ସମୟରେ ମହମ କ'ଣ ନା, ତରଳି ତଳକୁ ଖସି ପଡ଼ିଥାଏ, ହଁ ନା ନୁହଁ? ବାକି ଜଳିଥାଏ। ଦେଖନ୍ତୁ ସେଥିରେ କିଛି ତଳକୁ ବହି ଆସେ, ହଁ ନା ନୁହଁ? କେତେ ଜଳିକି ଆଉ କେତେକ କିଛି ତଳକୁ କ'ଣ ବହି ଆସେ ତଳେ। ଓକେ, ଅବଶିଷ୍ଟ ତରଳ ମହମ ଜଳିଯାଏ, ଆଉ ବାକି ସବୁ ଅଧା କ'ଣ ନା, ଜଳି ଯାଇଥାଏ। ଓକେ, ନେକ୍ସଟ ଯିବା ପିଲେ। ଆଶା କରୁଛି ପିଲେ ଏଇଟା ବୁଝିପାରୁଥିବେ। ଏଇଟା ଆପଣ ନିଜେ ମଧ୍ୟ ଏକ୍ସପେରିମେଣ୍ଟ କରିବେ। ଆଉ କ'ଣ ଦିଆଯାଇଛି ପିଲେ ଦେଖନ୍ତୁ, ଏଠି ଦେଖନ୍ତୁ, ନେକ୍ସଟ ଦେଖିବା। ଦେଖନ୍ତୁ ଘରେ ଦିଆଯାଇଛି, ମହମବତୀ ଜଳିଲା ବେଳେ ଆଲୋକ ଉତ୍ତାପ ଦିଏ। ଆପଣମାନେ ସମସ୍ତେ ଜାଣିଛନ୍ତି ନା, ମହମବତୀ ଯେତେବେଳେ ଜଳିବା ଆରମ୍ଭ କରେ ସେହି ସମୟରେ କ'ଣ ନା, ଆଲୋକ ଏବଂ ଉତ୍ତାପ ଆମକୁ ଲାଇଟ୍ ଦିଏ ଏବଂ ଟିକେ ଟିକେ ହିଟ୍ ହୁଏ, ଗରମ ହୋଇଥାଏ, ଉତ୍ତାପଟା ଦେଇଥାଏ। ଘ ନମ୍ବର କ'ଣ ଦିଆଯାଇଛି ନା, ମହମ ତରଳି ତଳକୁ ବହି ଆସି ଥଣ୍ଡା ହୋଇ ପ୍ଲେଟ୍ ଉପରେ ପୁଣି କଠିନ ମହମରେ ପରିବର୍ତ୍ତିତ ହୋଇଯାଏ। କୁହ ତ ମହମବତୀରେ ଯେତେ ମହମ ଥିଲା ସେସବୁ ଏବେ ପ୍ଲେଟ୍ରେ ଅଛି କି ବାକି ସବୁ ଗଲା କୁଆଡ଼େ? ଏଠି କ'ଣ ବୁଝିଲୁ ପିଲେ? ଏ ଲାଇନ୍ରେ କ'ଣ ବୁଝୁଛନ୍ତି ଆପଣ ନା, ଯେତେବେଳେ ମହମ ତରଳିକି ଗୋଟେ ଆସି ଥଣ୍ଡା ହେଇ ଗୋଟେ ପ୍ଲେଟ୍ରେ ପଡ଼ୁଛି ନା, ହଁ ନା ନୁହଁ? ଯେତେବେଳେ ମହମବତୀ ଜଳୁଥିଲା ସେହି ସମୟରେ କ'ଣ ନା,
ମହମ ଟିକେ ଟିକେ ତଳକୁ ବୋହି ଆସିଲା। ସେଇ ମହମ ଗୋଟିଏ ପ୍ଲେଟ୍ରେ, ସେଇ ପ୍ଲେଟ୍ରେ ନେଇଥିଲେ, ସେଇ ପ୍ଲେଟ୍ରେ କ'ଣ ନା ଗଦା ହେଇକି ରହିଗଲା। ଗଲା ନୁହଁ। ତ ଏଇ ଯେଉଁ ବାକି ସବୁ ଗଲା କୁଆଡ଼େ, ବାକି ସବୁ ମହମ ଗଲା କୁଆଡ଼େ ମହମ, ଓକେ। ତ କ'ଣ ନା ବାକି ସବୁ ମହମ ଜଳି ଯାଇଛି ଏବଂ ବାକି ସବୁ କ'ଣ ନା ଅଧା ଟିକେ ଟିକେ ତଳକୁ ବୋହି ଆସିକି ପ୍ଲେଟ୍ରେ ରହିଯାଇଛି। ଓକେ, ଦେଖନ୍ତୁ ମୁହଁରେ କ'ଣ ରହିଛି ଏତିକି ବୁଝିପାରିଲେ। ଦେଖନ୍ତୁ ମୁହଁରେ ମହମବତୀ ଜଳି ସାରିବା ବେଳକୁ ଏହାର ଅଧିକ ଭାଗ ସରିଯାଇଥାଏ ଆଉ ଫେରି ପାଇବା ସମ୍ଭବ ନୁହେଁ। ଏଇ ଲାଇନ୍ରେ କ'ଣ ବୁଝିଲେ ଆପଣ? ନା ଯେତେବେଳେ ମହମବତୀ ଜଳି ସାରିଲା ବେଳକୁ, ଯେତେବେଳେ ଜଳି ଜଳି ସରିବା ବେଳକୁ ଆସିଥାଏ, ସେହି ସମୟରେ କ'ଣ ନା ଅଧିକ ଭାଗ ସରିଯାଇଥାଏ ଆଉ କେତେ ରହିଯାଏ, ମାନେ ତଳେ ମାନେ କ'ଣ ବୋହି ସିଏ ରହିଯାଏ। ସେ ଯେଉଁ ସରିଯାଇଥିବ ତାହା ଆଉ ଫେରି ପାଇବା ସମ୍ଭବ ନୁହେଁ ପିଲେ। ତାହା କ'ଣ ଆମେ ଜଳିଯାଇଛି, ସେଇଟା କ'ଣ ଆଉ ଥରେ ଫେରି ପାଇବା ନାହିଁ। ଏବେ ଦେଖିବା 6ରେ କ'ଣ ଦିଆଯାଇଛି, ପ୍ଲେଟ୍ରେ ଥିବା କଠିନ ମହମକୁ ନେଇ ପୁଣି ଜଳି ପାରୁଥିବା ମହମବତୀ ତିଆରି କରିପାରିବା। ଦେଖନ୍ତୁ ଏବେ କ'ଣ ହେଲା ନା, ଏ ଲାଇନ୍ରୁ ଆପଣ ବୁଝିପାରୁଥିବେ ନା, ଯେଉଁ ମହମ ଥିଲା ବଳି ମାନେ ତଳେ ଯେଉଁ ଗିନାରେ ରହିଥିଲା, ତାକୁ ପୁଣି ଥରେ ନେଇକିନା ଆମେ କ'ଣ କରିବା, ଜଳି ପାରୁଥିବା ଗୋଟେ ମହମବତୀ ତିଆରି କରିପାରିବା। ଓକେ, ଦେଖନ୍ତୁ ନେକ୍ସଟ କ'ଣ ଦିଆଯାଇଛି ବୋଲେ ଏଠି ଟିକେ ସ୍କ୍ରଲ୍ କରିଦେବା। ଦେଖନ୍ତୁ ଉପରୋକ୍ତ ତଥ୍ୟକୁ ଅନୁଶୀଳନ କଲେ ଆମେ ଦେଖିପାରିବା ଯେ ମହମବତୀର ଜ୍ୱଳନ ବେଳେ ମହମର ଦୁଇ ପ୍ରକାର ପରିବର୍ତ୍ତନ ହୋଇଥାଏ। ଆମେ ଯେଉଁ ଉପର ଏକ୍ସପେରିମେଣ୍ଟ କଲେ, ଆମେ ମାନେ ଦେଖିଲେ, ଓକେ, ଆପଣ ନିଜେ କରିବେ ବୋଲି କ୍ଲାସ୍ ସମସ୍ତେ ନା, ଏଇ ଯେଉଁ ତଥ୍ୟ ଥିଲା ଆମେ ଦେଖିଲେ, ଓକେ। ତ ସେଇ ମହମବତୀର ଜ୍ୱଳନ ବେଳେ ଯେତେବେଳେ ସେ ଜଳୁଥିଲା, ତ ମହମର ଦୁଇ ପ୍ରକାର ପରିବର୍ତ୍ତନ ହୋଇଥିଲା ନା ନାହିଁ। ପ୍ରଥମତଃ କ'ଣ ହେଇଥିଲା, ଦହନ ହେଉଥିଲା, ଜଳୁଥିଲା, ତତ୍ଜନିତ କ୍ଷୟ ମଧ୍ୟ ହେଉଥିଲା, ଅନନୁ। ତ ଏହା ଆଗକୁ କି ପରିବର୍ତ୍ତନ ନା ସ୍ଥାୟୀ ପରିବର୍ତ୍ତନ କୁହାଯାଏ। ସେଥିପାଇଁ କ'ଣ ନା ସ୍ଥାୟୀ ପରିବର୍ତ୍ତନ, ଏହା ମଧ୍ୟ ଏକ କ'ଣ ଆଉ କ'ଣ କୁହାଯାଏ, ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। କ'ଣ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। ଆଚ୍ଛା, ଏବେ ସ୍ଥାୟୀ ପରିବର୍ତ୍ତନ କାହିଁକି କହିଲେ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କାହିଁକି କହିଲେ, ହଁ ନା ନୁହଁ? ଦେଖନ୍ତୁ କାରଣ କ'ଣ, ତାକୁ ଆମେ ଫେରି ପାଇବା ନାହିଁ। ସେଥିପାଇଁ କ'ଣ ନା ଆଣି ହେବ କି ପିଲେ ତାକୁ, କାରଣ ସେ ଜଳି ଯାଇଛି ନା। ସେଥିପାଇଁ କ'ଣ ନା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ବୋଲି କୁହାଯାଏ, ବା ତାକୁ ସ୍ଥାୟୀ ପରିବର୍ତ୍ତନ ବୋଲି କୁହାଯାଏ। ଓକେ, ବୁଝିପାରିଲେ କି? ନେକ୍ସଟ ଯିବା। ନେକ୍ସଟ କ'ଣ ଦିଆହେଇଛି ପିଲେ ନା, ଦ୍ୱିତୀୟରେ କ'ଣ ଦେଖନ୍ତୁ, କାହିଁକିନା ଯେହେତୁ ଅଳ୍ପ ମହମର ଭୌତିକ ଅବସ୍ଥାରେ ପରିବର୍ତ୍ତନ ଘଟି କଠିନରୁ ତରଳ ମହମ ଓ ପୁଣି ତରଳ ମହମ ଥଣ୍ଡା ହୋଇ କଠିନ ମହମରେ ପରିବର୍ତ୍ତନ ହେଉଛି, ହଁ ନା ନୁହଁ? ଦେଖନ୍ତୁ କ'ଣ କୁହାଗଲା ଏଠି, ଯେହେତୁ ଦେଖନ୍ତୁ ଅଳ୍ପ ମହମର ଭୌତିକ ଅବସ୍ଥାରେ ପରିବର୍ତ୍ତନ ଘଟି, କଠିନ ଥିଲା ଆମର ଯେଉଁ ବୋହି ଯାଇଥିବ ମାନେ ପ୍ଲେଟ୍ରେ ରହିଯାଇଥିଲା, ସେଇଟା କଠିନ ତରଳ ମହମ, ପୁଣି ତାକୁ ତରଳ ମହମ ଥଣ୍ଡା ହୋଇକି ତରଳି ଯାଇକି ନା କ'ଣ ହେଇଥିଲା, ଗୋଟେ କ'ଣ ଥଣ୍ଡା ହେଇକି କଠିନ ମହମରେ ପରିବର୍ତ୍ତନ ହେଉଥିଲା, ହଁ ନା ନୁହେଁ? ତ ଏଇ ପ୍ରକ୍ରିୟା ଏକ ଭିନ୍ନ ପରିବର୍ତ୍ତନ, ତାକୁ କୁହାଯାଏ କ'ଣ ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ, ହଁ ନା ନାହିଁ? ମାନେ ପୁଣି ଥରେ କ'ଣ ସେଇ କଠିନ ଅବସ୍ଥାକୁ ଫେରି ପାଇଲା, ମାନେ ତରଳି ଗଲା ସେଇ କଠିନଟା, ତାପରେ ତଳେ ଯାଇ ତଳେ ପ୍ଲେଟ୍ରେ ରହିଲା, ରହିଗଲା, ତାକୁ ପୁଣି ଥରେ ଆମେ ତରଳିକିନି କ'ଣ ମହମ ସେମ୍ ମଧ୍ୟ କରିପାରିବା, ହଁ ନା ନୁହଁ? ତାକୁ ଚଳେଇ ପାରିବା। ସେଥିପାଇଁ କ'ଣ ହେଲା ନା, ଏଇଟା ଗୋଟେ ଅସ୍ଥାୟୀ ଆଉ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। ବୁଝିପାରିଲେ ଏତିକି? ନେକ୍ସଟ ପିଲେ କ'ଣ ଦିଆଯାଇଛି ଦେଖନ୍ତୁ ନା, କାରଣ ଏଠାରେ କଠିନ ମହମ ତରଳ ମହମରେ ଓ ସେଇ ତରଳ ମହମ ଥଣ୍ଡା ହୋଇ
ପୁରାପୁରି କଠିନ ମହମରେ ପରିଣତ ହୋଇପାରୁଛି। ଏଇଟା ତ ଏଇ ଲାଇନ୍ଟା ମୁଁ କ'ଣ କହିଦେଲି ନା କଠିନ ମହମଟା କ'ଣ ହେଲା, ତରଳ ହୋଇଗଲା, ଜଳିଲାରୁ କ'ଣ ତରଳ ହୋଇଗଲା ଏବଂ ସେଇ ତରଳ ମହମ ଥଣ୍ଡାଟା କ'ଣ ହେଲା, ଥଣ୍ଡା ହେଇକି ପୁରାପୁରି କ'ଣ କଠିନରେ ପରିଣତ ହେଲା। ଫାଷ୍ଟ ଗରମଟାକୁ ମୁଁ ଜାଳିଲି, ତାକୁ ତରଳ ହେଇ କ'ଣ ତଳେ ପ୍ଲେଟ୍ ରହିଗଲା, ତାପରେ ସେଇ କଠିନଟାକୁ ଆମେ ତଳେ କ'ଣ ଗୋଟେ ମହମ ମଧ୍ୟ ତିଆରି କରିକି ତାକୁ ପୁଣି ଥରେ ଜାଳିଲେ, ମାନେ କଠିନଟା ପୁଣି ଥରେ ତିଆରି ହେଲା। ତ ପୁଣି ଥରେ ପୂର୍ବ ଅବସ୍ଥା କ'ଣ ଫେରି ମଧ୍ୟ ପାଉଛେ ମାନେ ନୁହଁ। ତ ଏଇଟା କ'ଣ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ। ଓକେ, ନେକ୍ସଟ ଯିବା ପିଲେ ଦେଖନ୍ତୁ କ'ଣ ଦିଆଯାଇଛି ଏଠି। ଏବେ ଦେଖିବା ଏଇ ସାରଣୀରେ କାହାକୁ ସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ, ଆଉ ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ। ଦେଖନ୍ତୁ, ବର୍ତ୍ତମାନ ତୁମେ ଜାଣିଥିବା କେତୋଟି ପରିବର୍ତ୍ତନକୁ ମନେ ପକାଅ ଆଉ ଖାତାରେ ଏମିତି ଲେଖିବେ ଏଇ ଜାଗା। ଓକେ, ଖାଲି ପଡ଼ିଛି ସବୁଥିରେ ଆପଣ ଫିଲ୍ଅପ୍ କରିବେ। ଦେଖନ୍ତୁ ଉପରେ ଲେଖା ହେଇଛି କ'ଣ ନା ସ୍ଥାୟୀ ବା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। 2 ନମ୍ବର କ'ଣ ନା ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। ଓକେ, ଦେଖନ୍ତୁ କାଠକୁ ଜଳେଇ ଅଙ୍ଗାର ତିଆରି କରିବା। ଓକେ, ଆମେ ଯଦି ଗୋଟେ କାଠକୁ ଜଳେଇ ଦେବା, ଯେମିତି ରୋଷେଇ କରୁଛେ କାଠରୁ, ମାନେ ରୋଷେଇ କରୁଛନ୍ତି ହଁ ନା ନୁହଁ, ତ ଆମେ କାଠକୁ ଯଦି ଜାଳିଦେବା ତାହେଲେ କ'ଣ ନା ସେଇଟା ଗୋଟେ ପାଉଁଶ ଆଉ କ'ଣ ଅଙ୍ଗାର ତିଆରି ହେବ କାଠଟା, ହଁ ନା ନାହିଁ। ତ ଏବେ ଦେଖନ୍ତୁ ବୋଲି ସେଇ ପାଉଁଶ ଟିକେ ହେଲା ଏବଂ ସେଇ ଅଙ୍ଗାରକୁ ପୁଣି ଥରେ ଆମେ କ'ଣ ସେଇ ପୂର୍ବ ଅବସ୍ଥାକୁ ଫେରି ପାଇବା କି, ମାନେ କାଠଟା ପାଇପାରିବା ନାହିଁ। ତ ସେଥିପାଇଁ ଆଉ କ'ଣ କୁହାଯାଏ ନା ପୂର୍ବ ଅବସ୍ଥା ଯଦି ଫେରି ପାଇବା ନାହିଁ ତାମାନେ ତାକୁ କୁହାଯାଏ ସ୍ଥାୟୀ ବା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ। ଓକେ, ଦେଖନ୍ତୁ ଏବେ ଏଠି ଦେଖନ୍ତୁ ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ କ'ଣ କୁହାଯାଇଛି ନା ବରଫକୁ ତରଳାଇ ଜଳ ପାଇବା। କାହିଁକି ଏଇଟା ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ହେଲା ବୋଲି କୁହ। ଓକେ, ନା ଆମେ ଯଦି ଗୋଟେ ବରଫ ଆଣିଲେ, କଠିନତା ହେଉଛି ବରଫ, ସେଇ ବରଫକୁ ଯଦି କ'ଣ କରିବା ତରଳାଇ ଦେବା, ତାମାନେ ତାକୁ ଜଳ ହେଇଯିବ, ପାଣିଟା ହେଇଯିବ। ତା ପୁଣି ଯଦି ଆମେ ଥଣ୍ଡା କରିବା, ମାନେ କୌଣସି ଗୋଟେ ଥଣ୍ଡା ଜାଗା ରଖିବା, ଯେମିତି ଫ୍ରିଜରେ ରଖିଦେବା, ପୁଣି ଥରେ କ'ଣ କଠିନ ହେଇଯିବ। ତ ଆମେ ତାର ପୂର୍ବ ଅବସ୍ଥାକୁ ଫେରି ପାଇଲେ ନା ନାହିଁ, ଫେରି ପାଉଛେ। ସେଥିପାଇଁ କ'ଣ ନା ୟାକୁ ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ବୋଲି କୁହାଯାଏ। ଓକେ, ନେକ୍ସଟ ଯିବା ପିଲେ ଦେଖନ୍ତୁ, ତ କେତେକ ବସ୍ତୁକୁ ଉତ୍ତପ୍ତ କଲେ ସେଗୁଡ଼ିକର ଅବସ୍ଥାରେ ପରିବର୍ତ୍ତନ ଆସିଥାଏ। ଦେଖନ୍ତୁ କେତେକ ବସ୍ତୁକୁ ଯଦି ଆପଣ କ'ଣ ଗରମ କରିବେ ତ ସେଇ ଅବସ୍ଥାରେ କ'ଣ ତାଙ୍କର ପରିବର୍ତ୍ତନ ଆସିଥିବ। ଓକେ, କେତୋଟି କାର୍ଯ୍ୟ କରି ସେଗୁଡ଼ିକୁ ଜାଣିପାରିବା। ଦେଖନ୍ତୁ ଆଉ କେତୋଟି କାର୍ଯ୍ୟକୁ ଆମେ ଜାଣିପାରିବା ଅବସ୍ଥା କେମିତି କ'ଣ ପରିବର୍ତ୍ତନ ହେଉଛି। ଓକେ, ପରିବର୍ତ୍ତନରେ ତାପର ପ୍ରଭାବ। ଦେଖନ୍ତୁ ଯେତେବେଳେ ଚେଞ୍ଜ ହେଉଥିବ ସେ ତାପର କେମିତି କ'ଣ ପ୍ରଭାବ ରହିଥାଏ ସେଇ ବିଷୟରେ ଥିବ। ଓକେ, ଗୋଟେ ଫ୍ୟୁଜ୍ ବୋର୍ଡ ନେବ। ଓକେ, ଦେଖୁନାହାନ୍ତି ଗୋଟେ ଫ୍ୟୁଜ୍ ବୋର୍ଡ ନେବେ, ଏହାକୁ ଲାଖକୁ ଭାଙ୍ଗି ବାହାର କରିଦେବେ। ଏଇ ଯେଉଁ ବୋର୍ଡରେ ଯେଉଁ ଲାଖ ଥିବ ଏଇ ଉପରେ ତାକୁ ଭାଙ୍ଗି ବାହାର କରିଦେବେ। ବରଫର ଖୋଲା ମୁହଁରେ ଗୋଟିଏ ବେଲୁନକୁ ସୂତା ଦ୍ୱାରା ବାନ୍ଧିବେ। ଏଠି ବେଲୁନକୁ ବନ୍ଧା ହେଇଛି, ଏଠି ବାନ୍ଧିଦେବେ। ବଲ୍ବଟିର ତଳପଟୁ ଜଳନ୍ତା ମହମବତୀ ଲଗାଇ ଗରମ କରିବେ। ତଳଆଡୁ ଦେଖନ୍ତୁ ତଳେ କ'ଣ ମହମଟାକୁ ଗରମ କରି ଜଳଉଛନ୍ତି। ଓକେ, ଚିମଟା ସହିତ ଧରିକି। ଓକେ, ଏତିକି ବେଳେ ବେଲୁନଟିକୁ ଲକ୍ଷ୍ୟ କର। ତାପରେ କ'ଣ ନା ଗରମ ହେଉଛି ଆଡ଼େ ବେଲୁନଟାକୁ ଲକ୍ଷ୍ୟ କରିବେ। କିଛି ସମୟ ମଧ୍ୟରେ ସଂକୁଚିତ ବେଲୁନଟି ଫୁଲି ଉଠିବ। ଏଇଟା କ'ଣ ଏମିତି ଥିବ କି ନା ଟିକେ ମାନେ କ'ଣ
ତାକୁ ସଙ୍କୁଚିତ ହୋଇ ରହିଥିବ, ଫୁଲି ନଥିବ। ଯେତେବେଳେ ତାକୁ ଗରମ କରିବେ ସେଇ ସମୟରେ କ'ଣ ହେଉଛି ନା ଫୁଲି ଉଠିବାକୁ, ଏମିତି ଫୁଲିବାକୁ ଆରମ୍ଭ କରିବ। ଦେଖନ୍ତୁ ବଲ୍ବଟି ଆଉ ଅଧିକ ଗରମ ନ କରି ଥଣ୍ଡା କର। ଆଉ ଅଧିକ ଗରମ କରିବେ ନାହିଁ, ଫାଟି ମଧ୍ୟ ଯିବାର ସମ୍ଭାବନା ଅଛି। ଓକେ, ତ ଗରମ କରିବେ ନାହିଁ, ଜଷ୍ଟ ଟିକେ ଫୁଲିଗଲେ ତାକୁ ଥଣ୍ଡା କରିବେ। ଦେଖିବ ବେଲୁନଟି ସଙ୍କୁଚିତ ହୋଇ ଏହାର ପୂର୍ବ ଅବସ୍ଥାକୁ ଫେରି ଆସୁଛି, ହଁ ନା ନୁହେଁ? ବେଲୁନକୁ ଯଦି କ'ଣ ଗରମ କଲେ ଟିକେ ଫୁଲିଗଲା, ତାକୁ ପୁଣି ଥଣ୍ଡା କଲେ ପୂର୍ବ ଅବସ୍ଥାକୁ ଯେମିତି ସଙ୍କୁଚିତ ହୋଇଗଲା, ତ ତାର ପୂର୍ବ ଅବସ୍ଥା ପାଇପାରିଲା ନା ନାହିଁ? ଓକେ, ତ ଏହାକୁ କ'ଣ କୁହାଯାଏ ନା କ'ଣ ଅସ୍ଥାୟୀ ନା ସ୍ଥାୟୀ ବିଲେ? ଅସ୍ଥାୟୀ ନା ସ୍ଥାୟୀ କହିପାରିବା? ଓକେ, ତାକୁ କୁହାଯାଏ ଅସ୍ଥାୟୀ ବା ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। ଓକେ, ଦେଖନ୍ତୁ ଟିକେ ପିଲେ ଦେଖ, ଉପରୋକ୍ତ କାର୍ଯ୍ୟରୁ ଆମେ କ'ଣ ଶିଖିଲେ? ତ ଏଇ କାର୍ଯ୍ୟରୁ ଆମେ କ'ଣ ଶିଖିଲେ? ବଲ୍ବଟିକୁ ଗରମ କରିବା ଦ୍ୱାରା ଏହା ମଧ୍ୟରେ ଥିବା ବାୟୁ ପ୍ରସାରିତ ହୋଇ ବେଲୁନ ମଧ୍ୟରେ ପ୍ରବେଶ କଲା। ଏବେ ଦେଖନ୍ତୁ ମାନେ ଏଇ ଲାଇନ୍ରୁ କ'ଣ ବୁଝୁଛନ୍ତି ବୋଲି ଆପଣ ନା, ଏଇ ଯେଉଁ କାର୍ଯ୍ୟଟା କଲେ, ଏଇ ଯେଉଁ ଏଠାରୁ କ'ଣ ଶିଖିଲେ ନା ଆମେ ବଲ୍ବଟିକୁ କ'ଣ ଗରମ କରିବା ଦ୍ୱାରା କ'ଣ ହେଲା ନା ଏହା ମଧ୍ୟରେ ଯେଉଁ ବାୟୁଟା ଥିଲା ସେ ବାୟୁ ପ୍ରସାରିତ ହେଲା। ତା'ମାନେ କ'ଣ ବାୟୁଟା ଖେଳେଇ ହେଇଗଲା ସବୁଠି, ତ ବେଲୁନ ମଧ୍ୟରେ ପ୍ରବେଶ କଲା। ତେଣୁ କ'ଣଟା ହେଲା ନା ବଲ୍ବଟି ଫୁଲିବାକୁ ଆରମ୍ଭ କଲା। ଶେଷରେ ବଲ୍ବଟିକୁ ଥଣ୍ଡା କରିବା ଦ୍ୱାରା ବାୟୁ ସଙ୍କୁଚିତ ହୋଇଗଲା, ଯାହାଫଳରେ ଫୁଲିଗଲା। ମାନେ ବାୟୁଟା କ'ଣ ସେ ଭିତରେ କ'ଣ ଖେଳାଇଗଲା, ଖେଳାଇବା ଦ୍ୱାରା ବେଲୁନଟା ଫୁଲି ଉଠିଲା। ପୁଣି ଥରେ ତାକୁ କ'ଣ ଥଣ୍ଡା କଲେ, ଥଣ୍ଡା କରିବା ଦ୍ୱାରା ସେମିତି ସେଇ ବାୟୁଟା ଆସିକି କ'ଣ ହେଲା ସଙ୍କୁଚିତ ହୋଇଗଲା ସେ ବାୟୁଟା। ଓକେ, ଯାହାଫଳରେ କ'ଣ ତାର ବେଲୁନଟା ଫୁଲିଥିଲା, ତାର ସେଇ ଅବସ୍ଥାକୁ ହିଁ ଫେରି ଆସିଲା। ଓକେ, ତେଣୁ ବେଲୁନ ଭିତରେ ବାୟୁ ବଲ୍ବ ଭିତରକୁ ଫେରି ଆସିଲା ଓ ବେଲୁନଟି ସଙ୍କୁଚିତ ହୋଇଗଲା। ଓକେ, ତ କ'ଣ ହେଲା ନା ତାପରେ ସେ ବେଲୁନଟା ବାୟୁ ବଲ୍ବ ଭିତରକୁ ପୁଣି ଥରେ ଆସିଲା। ଓକେ, ସେ ବାୟୁଟା ଫେରି ଆସିଲା, ତ ବେଲୁନଟା କ'ଣ ହେଲା ସଙ୍କୁଚିତ ହୋଇ ରହିଗଲା। ନେକ୍ସଟ ପିଲେ ଦେଖନ୍ତୁ, ବର୍ତ୍ତମାନ ଏବେ ତୁମେ କୁହ ବାୟୁ ଉପରେ ତାପର ପ୍ରଭାବ କ'ଣ? ଓକେ, ଉପରୋକ୍ତ କାର୍ଯ୍ୟରୁ ଆମେ ଜାଣିଲେ ଯେ ତାପ ପ୍ରୟୋଗରେ ବାୟୁ ପ୍ରସାରିତ ହୁଏ, ଏବଂ ଥଣ୍ଡା କଲେ ବାୟୁ ସଙ୍କୁଚିତ ହୁଏ। ମାନେ ଏଇ ଯେଉଁ ଏକ୍ସପେରିମେଣ୍ଟଟା କଲେ ବେଲୁନ ଆଉ ମହମବତୀ ଏବଂ ଏଇ ଯେଉଁ ବଲ୍ବକୁ ନେଇକି ଯେଉଁ ଏକ୍ସପେରିମେଣ୍ଟ କଲେ, ଏଥିରୁ ଆମେ କ'ଣ ଜାଣିଲେ ବୋଲେ ନା ଆମେ କ'ଣ ନା ତାପ ଯଦି ପ୍ରୟୋଗ କରିବା, ତା'ମାନେ କ'ଣ ହେଉଛି ନା ବାୟୁଟା ପ୍ରସାରିତ ହେଉଛି, ଖେଳେଇ ହେଇଯାଉଛି। ତାକୁ ଯଦି ଆମେ ଥଣ୍ଡା କରିବା ବାୟୁଟା କ'ଣ ହେଉଛି ସଙ୍କୁଚିତ ହେଉଛି। ଓକେ, ପୂର୍ବ କାର୍ଯ୍ୟରେ ଆମେ ଦେଖିଲେ ଯେ ତାପର ପ୍ରଭାବରେ ମହମ ତରଳି ଯାଇ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ଆସିଥିଲା, ହଁ ନା? ମୁଁ ପୂର୍ବରୁ ଯେଉଁଟା କହିଲି ସେଠି ଆମେ କ'ଣ ଦେଖିଥିଲେ ନା ମହମକୁ କ'ଣ ତାପ ଦେଲେ, ମାନେ ତାପ ମାନେ କ'ଣ କଲେ ଗରମ କଲେ, ତ ମହମ ତରଳି କ'ଣ ହେଲା, ମହମ ତରଳି ଯାଇ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ଆସିଲା ନା ନାହିଁ? କଠିନ ଥିଲା ସେ ମହମ, ତାକୁ ଗରମ କଲାକୁ ତାପ ଦେଲାରୁ କ'ଣ ତରଳ ଅବସ୍ଥାକୁ ଫେରି ଆସିଲା। ଓକେ, ବୁଝିପାରିଲେ? ଦେଖନ୍ତୁ ତରଳ ତାପରେ କ'ଣ ହେଲା ନା ତରଳ ମହମ ଅଧିକ ଥଣ୍ଡା ହେଲେ କଠିନ ଅବସ୍ଥାକୁ ଫେରିଯାଏ। ସେ ତରଳ ମହମଟା ଆମେ ଯଦି ଅଧିକ ଥଣ୍ଡା କରିବା ତାହେଲେ ପୁଣି ଥରେ କ'ଣ ନା କଠିନ ଅବସ୍ଥାକୁ ଫେରି ଆସିଥାଏ। ଓକେ, ଜଳକୁ ଗରମ କଲେ ଭାମ୍ପ ହୁଏ ପିଲେ, ହଁ ନା ନାହିଁ? ଭାମ୍ପକୁ ଯଦି ଥଣ୍ଡା କଲେ ପୁଣି ଜଳ ହୁଏ। ଜଳକୁ ଅଧିକ ଥଣ୍ଡା କଲେ ପୁଣି ବରଫ ହୋଇଯାଏ। ଦେଖନ୍ତୁ ଏଠି କ'ଣ କୁହାଯାଇଛି, ଯଦି ଆମେ ଜଳକୁ ଯଦି ଗରମ କରିଦେବା, ଦେଖିବେ ଆପଣ ରୋଷେଇ କରୁଥିବା ସମୟରେ ଦେଖିବେ। ଓକେ, ସେ ସମୟରେ କ'ଣ ହେଉଛି ନା ପାଣିଟା ବାଷ୍ପ ହେଇକି ଉପରକୁ ଯାଉଥିବ, ଦେଖିବେ
ଏମିତି ମାନେ ଆପଣ ଯଦି ଛାଡ଼ିଦେବେ ସେଇ ପାଣିଟା ଫୁଟୁଥିବ ସେଇ ସମୟ ନା ବାୟୁଟା ଦେଖିବେ ବାଷ୍ପ ହେଇକି ଉପରକୁ ଉଡ଼ୁଥିବ। ଏମିତି ଗୋଟେ ଆମେ ଯଦି ଏମିତି ଛାଡ଼ିଦେବା ତାକୁ ଗରମ କରି କରି ଯିବା ତା ମାନେ ବାଷ୍ପ ହେଇକି ସବୁ ପାଣି ଉପରକୁ ଚାଲିଯିବ, ହଁ ନା ନୁହଁ? ମାନେ ସେଇ ଯେଉଁଠି ରୋଷେଇ କରୁଥିବେ ସେଇ ହାଣ୍ଡିରେ କି ପାଣିଟା ନଥିବ, ମାନେ ଅଧିକ ଏମିତି ଆଗ କରି କରି ଯିବା ମାନେ ଓକେ। ଅଧିକ ଯଦି ଗରମ କରିବା ଦେଖିବେ ସେଠି କ'ଣ ପାଣିଟା କମୁଥିବ, ଓକେ। ଏବେ ଦେଖନ୍ତୁ ଆପଣ ଢାଙ୍କୁଣୀ ଥିବ, ଦେଖନ୍ତୁ ଆପଣ ଏଠି ରୋଷେଇ କରୁଛନ୍ତି କ'ଣ ନା ଏ ଢାଙ୍କିଥିବେ ଯେଉଁ ଢାଙ୍କୁଣୀଟା ଦେଖିବେ କ'ଣ ବାଷ୍ପଟା ଯାଉଥିବ ଉପରକୁ ଯାଉଥିବ। ଆପଣ କ'ଣ ହିଟ୍ ଦେଲେ, ଗରମ ଦେଲେ, ଗରମ କରିବା ଦ୍ୱାରା କ'ଣ ପାଣିରେ ଫୁଟିଲା ଏବଂ ବାଷ୍ପ ଦେବେ ଉପରକୁ ବାଷ୍ପ ହେଇକି ଯାଉଥିବ। ଆମେ ଏଇଠି ଢାଙ୍କୁଣୀ ଦେଖିଥିବେ ଆମକୁ ଯଦି କ'ଣ ଫୁଟେଇଦେବା ମାନେ ହିଟ୍ଟା ଦେବା ନାହିଁ, ତାପରେ ହିଟ୍ ଦେଇଥିଲେ ତାପରୁ କମେଇଦେବା ମାନେ ଏ ଢାଙ୍କୁଣୀକୁ ଦେଖିବେ କାଢ଼ିକି ଯେତେବେଳେ ଆମେ ଥଣ୍ଡା କଲେ ସେଇ ସମୟରେ ଢାଙ୍କୁଣୀରେ ମାନେ ଜଳ ବିନ୍ଦୁ ଗୁଡ଼ାକ ଟପା ଟପା ହେଇ ଲାଗିଥିବ, ନା ତା ମାନେ କ'ଣ ବାଷ୍ପ ହେଇଥିଲା, ବାଷ୍ପ ହେଇକି ଯାଉଥିଲା କି ନାହିଁ, ତାହା କ'ଣ ହେଲା ପାଣି ହେଇଗଲା, ହଁ ନା ନୁହଁ? ସେଠି ଥଣ୍ଡା କଲାରୁ ପୁଣି ଥରେ କ'ଣ ହେଲା ପାଣି ହେଇଗଲା, ବୁଝିପାରିଲେ? ଏଇଟା କ'ଣ ଅଳ୍ପ ଥଣ୍ଡା କଲେ କି ନାହିଁ, ଅଳ୍ପ ଥଣ୍ଡା କଲାରୁ ପାଣି ହେଇଗଲା। ତାକୁ ଅଧିକ ଥଣ୍ଡା କରିବା, ଅଧିକ ଥଣ୍ଡା କେଉଁଠି କରିବା, ଧରାଯାଉ ଆମକୁ ସେଇ ଯେଉଁ ପାଣିକୁ ଆମେ ଫ୍ରିଜରେ ରଖିଦେବା, କ'ଣ ହେବ ବୋଲେ ତାକୁ ପୁଣି ଥରେ ଫ୍ରିଜରେ ବରଫ ହେଇଯିବ, ଓକେ, ବରଫ ହେଇଯିବ। ତ ନେକ୍ସଟ ଯିବା ବେଲେ ଏତିକି ବୁଝିପାରିଲେ। ଦେଖନ୍ତୁ ଜଳଟା ବାଷ୍ପରେ ପରିଣତ ହେଲା, ବାଷ୍ପରେ ପରିଣତ ହେଲା, ତାକୁ ତ ଅଳ୍ପ ଥଣ୍ଡା କଲାରୁ କ'ଣ ହେଲା ନା ପୁଣି ଥରେ ଜଳରେ ପରିଣତ ହେଲା। ତାକୁ ଅଧିକ ଯଦି ଥଣ୍ଡା କରିବା ତାହେଲେ ତାକୁ ପୁଣି ଥରେ କ'ଣ କଠିନ ଅବସ୍ଥାରେ ଫେରିଗଲା, ଓକେ। ନେକ୍ସଟ ଯିବା ବେଲେ ନେକ୍ସଟ କ'ଣ ଅଛି ଦେଖନ୍ତୁ, ଓକେ। ଏହିସବୁ ଉଦାହରଣରୁ ଆମେ ଜାଣିଲେ ଯେ ତାପ ପ୍ରୟୋଗ କଲେ ଓକେ ବସ୍ତୁ ବା ପଦାର୍ଥର କୌଣସି ପଦାର୍ଥର ଭୌତିକ ଅବସ୍ଥାରେ କୌଣସି ଅବସ୍ଥାରେ ପରିବର୍ତ୍ତନ ଆସେ। ଦେଖନ୍ତୁ ଆମେ ଯେତିକି ସବୁ ଉଦାହରଣ ଆମେ ଜାଣିଲେ ଯେ ତାପ ପ୍ରୟୋଗ କଲେ କ'ଣ ହେଉଛି ନା ବସ୍ତୁ କିମ୍ବା ପଦାର୍ଥର ଭୌତିକ ଅବସ୍ଥାରେ ହିଁ ଆସିଥାଏ। ଦେଖନ୍ତୁ ଆପଣ ଯଦି କଠିନ ପଦାର୍ଥକୁ ତାପ ପ୍ରୟୋଗ କରିବେ ଏବଂ ଓକେ ତାପ ଦେଖନ୍ତୁ ପିଲେ ଏମିତି ଦିଆଯାଇଛି, ତାପରେ ଏମିତି ଦିଆଯାଇଛି, ଓକେ। ତାମାନେ କ'ଣ ଏମିତି ଯାଇକି ପୁଣି ଥରେ ରିଟର୍ନ ହେଇକି ଆସିଛି, ଓକେ। ଦେଖନ୍ତୁ ଫାଷ୍ଟ ଉପରେ ଦେଖନ୍ତୁ କଠିନ ପଦାର୍ଥ ଅଛି, ଧରାଯାଉ ଏଠି ବରଫ ନିଅନ୍ତୁ, ବରଫ ଯଦି ତାପ ପ୍ରୟୋଗ କଲା, ତାପ ଦେବା ମାନେ ହିଟ୍ ଦେବା, ଗରମ ଦେବା, ଓକେ, କ'ଣ ହେଇଯିବ ତରଳ ହେଇଯିବ। ଏଇ ଯେଉଁ ତରଳ ପଦାର୍ଥ ପୁଣି ତ ଆମେ ଥଣ୍ଡା କରିଦେବା, ମାନେ ଏମିତି ଯେଉଁ ଏର ଦେଇଛି ଦେଖନ୍ତୁ ତଳେ ଥଣ୍ଡା କରିଦେବା, ପୁଣି ଥରେ କଠିନ ହେଇଯିବ, ଓକେ। ନେକ୍ସଟ ତଳେ ଗୋଟେ ଦିଆଯାଇଛି ବୋଲେ ଦେଖନ୍ତୁ ସେମିତି ଗୋଟେ ତରଳ ପଦାର୍ଥକୁ ନେବା, ଏଠି ଧରାଯାଉ ପାଣିଟା ନେବା, ହଁ ପାଣି, ଏ ପାଣି କ'ଣ ହେବ ବୋଲେ ପାଣିକୁ ଯଦି ହିଟ୍ ଦେବା, କ'ଣ ହିଟ୍, ପାଣିକି ଯଦି ଆମେ କ'ଣ ଦେବା ନା ହିଟ୍, ତାପ ଦେବା, କ'ଣ ତାପ, ଓକେ। କ'ଣ ହେବ ନା ଗ୍ୟାସୀୟ ହେବ, ହଁ ନା ନୁହଁ? ଗ୍ୟାସୀୟ ହୋଇଥାଏ, ଗ୍ୟାସୀୟ ପଦାର୍ଥ, ହଁ କି ନୁହଁ? ୟାକୁ ଯଦି ପୁଣି କ'ଣ ଥଣ୍ଡା କରିବା, କ'ଣ କରିବା ଥଣ୍ଡା ଦେବା, ବହୁତ ଥଣ୍ଡା କରିବା ଗ୍ୟାସଟାକୁ, କ'ଣ ହେବ ଥଣ୍ଡା ଦେଇଦେବା, କ'ଣ ତରଳ ହେବ, ପୁଣି ଥରେ ତରଳ ହେବ, ଓକେ। ଏତିକି ବୁଝିପାରିଲେ। ନେକ୍ସଟ ଯିବା ବେଲେ ଦେଖନ୍ତୁ ଅଦରକାରୀ କାଗଜ ଖଣ୍ଡିଏ ବା ଚିରା କନା ଲୁଗା ଯୋଉଟା ଖଣ୍ଡିଏ ଗୋଟିଏ ପରୀକ୍ଷା ନଳୀରେ ରଖି ଅଧିକ ଉତ୍ତପ୍ତ କଲେ କ'ଣ ହେବ, ସେଗୁଡ଼ିକୁ ଜଳିଯିବ। ଦେଖନ୍ତୁ
ତ ଅଦରକାରୀ ଯେଉଁଟାକି ଆମକୁ ଦରକାର ନାହିଁ ସେମିତି ଗୋଟେ କାଗଜ ଖଣ୍ଡିଏଟେ ନେବ ଓକେ ବା ଚିନାକନା ନେଇଯିବେ ଓକେ। ଏବଂ ପରୀକ୍ଷା ନଳୀରେ ରଖି ଗୋଟେ ପରୀକ୍ଷା ନଳୀରେ ରଖିବେ ଅଦକୁ ଉତ୍ତପ୍ତ କରିବେ ତାକୁ କ'ଣ ହେଉଛି ନା ସେଗୁଡ଼ିକ ଜଳିଯିବ ନା କେମିତି ଆପଣ କ'ଣ ଏକ୍ସପେରିମେଣ୍ଟଟା କରିବେ। ଦେଖନ୍ତୁ ଏଠି ଏଥିରୁ ଆମେ କ'ଣ ଶିଖିଲେ ଦେଖନ୍ତୁ ଅଧିକ ତାପର ପ୍ରଭାବରେ ଦହନୀୟ ବସ୍ତୁ ପଦାର୍ଥ ଗୁଡ଼ିକ କ'ଣ ହେଉଛି ଯେମିତି କାଗଜ ତୁଳା କପଡ଼ା ମୋମ କିରାସିନ ପେଟ୍ରୋଲ ରୋଷେଇ କାମରେ ବ୍ୟବହାର ହେଉଥିବା ଯେମିତି ଗ୍ୟାସ୍ ଶୁଖିଲା ପତ୍ର କାଠ କୋଇଲା ଇତ୍ୟାଦି ଜଳିଥାନ୍ତି। ଆଚ୍ଛା ଏଇ ଯେଉଁ ଏତିକିରେ ଆପଣ ଏ ଲାଇନ୍ ଗୁଡ଼ାକରୁ କ'ଣ ବୁଝୁଛନ୍ତି ପିଲେ ଆପଣ ନା ଅଧିକ ତାପ ଯଦି ଆମେ ପ୍ରୟୋଗ କରିବା ମାନେ ଯେଉଁ ଜିନିଷକୁ ଦହନୀୟ ଜିନିଷ ଗୁଡ଼ାକୁ ଯେଉଁ ବସ୍ତୁ ଗୁଡ଼ିକୁ ଜଳିଥାନ୍ତି ସେଇ ପଦାର୍ଥ ଗୁଡ଼ିକ ଉପରେ ଆମେ ଯଦି ଅଧିକ ତାପ ପ୍ରୟୋଗ କରିବା ତାହେଲେ କାଗଜ ତୁଳା ଏବଂ କପଡ଼ା ଅଛି ଯେତିକି ସବୁ କିରାସିନ ପେଟ୍ରୋଲ ଓକେ ରୋଷେଇ ଜିନିଷରେ ଯେଉଁ ବ୍ୟବହାର କରୁଛୁ ଗ୍ୟାସ୍ ଶୁଖିଲା ପତ୍ର ହଉ କିମ୍ବା କାଠ କିମ୍ବା କୋଇଲା ଏସବୁ ଇତ୍ୟାଦି ନେଇକି କ'ଣ ହେବ ନା ଆମେ ଯଦି ତା ପ୍ରୟୋଗ କରିବା ଏଇଗୁଡ଼ିକରେ ମାନେ ଜଳିଥାନ୍ତି ଏସବୁ ଓକେ। କିନ୍ତୁ ଧାତବ ପଦାର୍ଥ ଗୁଡ଼ିକୁ ତଲେ କ'ଣ ହୁଏ ଧାତବ ପଦାର୍ଥ ଯଦି ଆମେ ଏହା କ'ଣ ଜାଣିବା ପାଇଁ ଗୋଟେ କାର୍ଯ୍ୟ କରି ଦେଖିବା ଜଳିବ ନା ନାହିଁ ଓକେ। ଦେଖିବା ଗୋଟେ ଏକ୍ସପେରିମେଣ୍ଟ ନିଆଯାଇଛି ଏଠି ଦେଖନ୍ତୁ ତୁମ ପାଇଁ କାମ ଦିଆଯାଇଛି ଓକେ। ଗୋଟିଏ ମୋଟା ମଳା ପଟା ବା ଖଣ୍ଡିଏ କାର୍ଡ଼ବୋର୍ଡ଼ ନିଅ ଦେଖନ୍ତୁ କାର୍ଡ଼ବୋର୍ଡ଼ ନେବ ନହେଲେ ଗୋଟେ ମୋଟା ମଳା କ'ଣ ଖଣ୍ଡିଏ କାର୍ଡ଼ବୋର୍ଡ଼ ନିଅନ୍ତୁ ନହେଲେ ମୋଟା ମଳାଟେ ନେବେ ଆଉ ତଳେ ଦେଖନ୍ତୁ ଏଇଟା ହଁ କି ନୁହଁ। ପଟା ମଝିରୁ ଗୋଟିଏ ଧାତବ ଟଙ୍କିଟିଆ ମୁଦ୍ରାର ବ୍ୟାସ ମାପରେ ଗୋଟିଏ କାଟି କ'ଣ ବାହାର କରିଦେବେ। କ'ଣ କୁହାଗଲା ଏଠି ନା ପଟା ମଝିରେ ଓକେ ଗୋଟିଏ ଧାତବ ଟଙ୍କିଟିଆ ମୁଦ୍ରାର ବ୍ୟାସ ମାନେ ଦେଖନ୍ତୁ ବ୍ୟାସ ମାନେ ଏତିକି ଦୂରତାକୁ ଏମିତି ଗୋଟେ ମୁଦ୍ରା ଏତିକି ଦୂରତା ଦେଖନ୍ତୁ ଏଠି ନିଆଯାଇଛି ନା ଏଇଟାକୁ ବ୍ୟାସ ହିସାବରେ ଏତିକି ବ୍ୟାସ ନିଆଯାଇଛି କି ନା ଏଇ ହିସାବରେ ଖଣ୍ଡିଏ କାଠି କ'ଣ ବାହାର କରିଦିଅ କାଠିଟା ନିଆଯାଇଛି ଏଠି ଦେଖନ୍ତୁ କଟା ସ୍ଥାନଟା ଆଉ କ'ଣ ଦିଆଯାଇଛି ଏହାଦ୍ୱାରା ଚିତ୍ରରେ ଦେଖାଗଲା ଭଳି ସଂକୀର୍ଣ୍ଣ ପଥଟିଏ ହୋଇଯିବ। ଗୋଟିଏ ବ୍ଲେଡ୍ ମଝିରୁ ଭାଙ୍ଗି ଦି ଖଣ୍ଡ କର ଏଇ ଦୁଇଟି ବ୍ଲେଡ୍ ଖଣ୍ଡକୁ କାର୍ଡ଼ବୋର୍ଡ଼ କଟାଯାଇଥିବା ଜାଗାର ଦୁଇ ପାଖରେ ଅଟା ସାହାଯ୍ୟରେ ଲଗେଇ ଓକେ ରଖ। ଦେଖନ୍ତୁ ଆଉ କ'ଣ କରିବି ଦେଖନ୍ତୁ ବ୍ଲେଡ୍ ଥିଲା ଏମିତି ଥିଲା ତାକୁ ଦୁଇ ଫାଳ କରାଯାଇଛି ଦେଖନ୍ତୁ ଆଉ ଏଠି ଗୋଟେ କରାଗଲା ଓକେ। ନେକ୍ସଟ ଯିବା ତାପରେ କ'ଣ ଦିଆଯାଇଛି ଦେଖନ୍ତୁ ସେଇ ଧାତବ ଟଙ୍କିଟିଆ ମୁଦ୍ରା ନେଇ ଦେଖ ଯାହା କଟା ଯାଇଥିବା ମୋଟ ବାଟ ଦେଇ ଓକେ କଟା ଯାଇଥିବା ବାଟ ଦେଇ ଠିକ୍ ଯାଇପାରୁଥିବ ଅଧିକ ଢିଲା ନ ହେବା ଆବଶ୍ୟକ। କ'ଣ କୁହାଗଲା ନା ଏଠି ଏଇ ଲାଇନ୍ଟା ନା ଯେଉଁ ଧାତବ ଟଙ୍କିଟିଆ ମୁଦ୍ରାଟେ ନେଇଥିଲେ ମାନେ ଏଠି ଏମିତି କ'ଣ ବ୍ଲେଡ୍ଟା ରଖିଥିଲେ ଏଠି ଗୋଟେ କାଠିଟେ ନେଇଥିଲେ ଏମିତି ଅଛି କ'ଣ କାର୍ଡ଼ବୋର୍ଡ଼ ବା ମୋଟା ମଲାଟ ଏବେ କ'ଣ କୁହାଯାଇଛି ନା ଏଠି ତ ଧାତବ ଟଙ୍କିଟିଆ ମୁଦ୍ରା ନେଇ ଦେଖ ଯାହା କଟା ଯାଇଥିବା ବାଟ ଦେଇ ଠିକ୍ ଯାଇପାରୁଥିବା ଓକେ ଯେଉଁ ଏଠି କଟା ଯାଇଥିବା ଦେଖନ୍ତୁ ମୁଦ୍ରା ଠିକ୍ ଦେଖନ୍ତୁ ଅଛି ନା ନାହିଁ ଏ ଟଙ୍କାଟିଆ ସ୍ଥାନ ସେଇଟା କ'ଣ ନା ଇଆଡ଼େ ଯାଇପାରୁଥିବ ଓକେ। ନେକ୍ସଟ ଯିବା ଦେଖନ୍ତୁ ନା ଯେମିତି ଢିଲା ନ ହେବା ଆବଶ୍ୟକ ମାତ୍ର ଓକେ ଦେଖନ୍ତୁ ଧାତବ ମୁଦ୍ରାଟିକୁ ଚିମୁଟା ସାହାଯ୍ୟରେ ଧରି ମହମବତୀ ବା ସ୍ପ୍ରିଟ୍ ବତୀରେ ଗରମ କରିବେ। ଏବେ କ'ଣ କରିବେ ତାକୁ
ଚିମଟା ସାହାଯ୍ୟରେ ଧରିକି ଓକେ ତାକୁ ମହମବତୀ ଆଗରେ ନେଇକିନା କ'ଣ ନା ଜଳେଇଦେବେ। ସେଇ ଗରମ ମୁଦ୍ରାଟିକୁ କାର୍ଡ଼ବୋର୍ଡ଼ର କଟା ସ୍ଥାନରେ ଲଗାଅ। କ'ଣ କରିବେ, ସେଇ ଗରମ ମୁଦ୍ରାଟିକୁ କ'ଣ କରିବେ ନା କାର୍ଡ଼ବୋର୍ଡ଼ କଟାରେ ଯେଉଁ ଆପଣ ମୁଦ୍ରାଟିକୁ କ'ଣ କଲେ, ଚିମଟା ସାହାଯ୍ୟ ଧରିକି ମହମବତୀରେ ଗରମ କଲେ, ସ୍ପ୍ରିଟ୍ ଗତିରେ ଗରମ କରିବେ ଯେଉଁଠି ମଧ୍ୟ ହେଲା। ତାପରେ ଗରମ ମୁଦ୍ରାଟି କ'ଣ କରିବେ ନା କାର୍ଡ଼ବୋର୍ଡ଼ର କଟା ସ୍ଥାନରେ କ'ଣ ଗଲାଅ, ସେଇ ଯେଉଁ କଟା ସ୍ଥାନ ଦେଖ କଟା ସ୍ଥାନ ବୋଲି ଲେଖାହେଇଛି ଏଇଠି ଗୋଳେଇବେ। ଦେଖନ୍ତୁ ତାପରେ କ'ଣ ଦିଆହେଇଛି, ଦେଖିବ ଯେ ମୁଦ୍ରାଟି ବ୍ଲେଡ୍ ଦୁଇ ଖଣ୍ଡ ମଧ୍ୟରେ ଥିବା ସ୍ଥାନ ମଧ୍ୟ ଦେଇ ଗଳି ପାରୁନାହିଁ। କ'ଣ କରିବେ, କ'ଣ ଦେଖିବେ ସେଠି ନା ସେ ମୁଦ୍ରାଟି ଦୁଇ ଖଣ୍ଡ ଯେଉଁ ଅଛି ସେ କଟା ସ୍ଥାନ ଥିବା ସ୍ଥାନରେ କ'ଣ ଗଳି ପାରୁନଥିବ। ଦେଖନ୍ତୁ କାରଣ ମୁଦ୍ରାଟି ଉତ୍ତପ୍ତ ହେବା ପରେ ଏହାର ଆକାର ସାମାନ୍ୟ ବଢ଼ି ଚାଲିଛି। ଉତ୍ତପ୍ତ ହେଲେ କ'ଣ ହେଉଛି ନା ସାମାନ୍ୟ କ'ଣ ନା ବଢ଼ି ଯାଇଛି ଟିକେ ଗରମ ହେବା ଦ୍ୱାରା। ଓକେ, ସେ ମୁଦ୍ରାଟି ଦେଖନ୍ତୁ, ସେଇ ମୁଦ୍ରାଟି ଥଣ୍ଡା ହୋଇଯିବା ପରେ ପୂର୍ବପରି ତାହା ପୁଣି ସେଇ ସ୍ଥାନରେ ଗଳିଯିବ। କ'ଣ ବୁଝିଲେ ଏଇ ଲାଇନ୍ଟା? ଦେଖନ୍ତୁ ସେ ମୁଦ୍ରାଟା ଥଣ୍ଡା ଗରମ ହେଇଛି, ଯାହାଫଳରେ କ'ଣ ତାର ଆକାରଟା ବଢ଼ି ଯାଇଛି। ଏବେ ତାକୁ ଯଦି ଆମେ ଥଣ୍ଡା କରିଦେବା, ପୂର୍ବପରି ସେମ୍ ସେଇ ମାନେ ଆଗରୁ ଯେମିତି ଥିଲା ସେ ମୁଦ୍ରାଟି ସେମ୍ ସେଇ ଅବସ୍ଥା ଆସିଯିବ ପୁଣି ଥରେ। ଓକେ, ତ ଉପରେ ଆମେ ଏଇ କାର୍ଯ୍ୟରୁ କ'ଣ ଜାଣିଲେ, ଏଇ ଏକ୍ସପେରିମେଣ୍ଟରୁ କ'ଣ ଶିଖିଲେ, କ'ଣ ଜାଣିଲେ ଦେଖନ୍ତୁ ଏଠି ଆମେ ଦେଖିବା କ'ଣ ଶିଖିଲେ। ତ ଧାତବ ପଦାର୍ଥଟିଏ ଉତ୍ତପ୍ତ ହେଲେ ଆକାରରେ ପ୍ରସାରିତ ହୁଏ, ହଁ ନା ନୁହଁ? ମାନେ ଧାତବ ପଦାର୍ଥକୁ ଯଦି ଆମେ କ'ଣ ଉତ୍ତପ୍ତ କରିଦେବା ତାର ଆକାରଟା ବଢ଼ି ଯାଇଥାଏ, ପ୍ରସାରିତ ହୋଇଥାଏ। ଥଣ୍ଡା ହୋଇଯିବା ପରେ ପୁଣି ଥରେ ସଂକୁଚିତ ହୋଇ ପୂର୍ବ ଅବସ୍ଥାକୁ ପଳାଏ। ତାକୁ ଯଦି ଆମେ ପୁଣି ଥରେ ଥଣ୍ଡା କରିବା ତାହେଲେ ପୁଣି ଥରେ ଆଗରୁ ଯେମିତି ଥିଲା ସେଇ ଅବସ୍ଥାକୁ ଫେରି ପାଉଛେ ଆମେ। ଓକେ, ଏବେ କହିଲ ଦେଖି ମୁଦ୍ରାର ଏହା କି ପ୍ରକାର ପରିବର୍ତ୍ତନ, ଏବେ କୁହନ୍ତୁ ଏଇଟା କେଉଁ ପ୍ରକାର ପରିବର୍ତ୍ତନ ପିଲେ? ଏଇଟା ହେଉଛି ବିଲେ ଏହି ପରିବର୍ତ୍ତନ ଅସ୍ଥାୟୀ ଏବଂ ପ୍ରତ୍ୟାବର୍ତ୍ତୀ କିମ୍ବା ତାକୁ ଭୌତିକ ପରିବର୍ତ୍ତନ ମଧ୍ୟ ଆମେ କହୁଛେ। ଓକେ, ମାନେ ରାସାୟନିକ ଭୌତିକ ଅଛି ନା, ରାସାୟନିକ ଯେଉଁଟାକୁ ଫେରି ପାଇବ ନାହିଁ, ଭୌତିକ ମାନେ ପୂର୍ବ ଅବସ୍ଥା ଫେରି ପାଇବା। ଓକେ, ନେକ୍ସଟ ଯିବା ପିଲେ, ଦେଖନ୍ତୁ କ'ଣ ଶଗଡ଼ ଚକରେ ହାଲ ବା କାମି ମଡ଼େଇବା ଦେଖୁଥିବ। ଓକେ, ଏହି କାମ କଲାବେଳେ ହାଳର କେଉଁ ପ୍ରକାର ପରିବର୍ତ୍ତନ ହୋଇଥାଏ? ଲୁହାରେ ତିଆରି ହାଲକୁ ଉତ୍ତପ୍ତ ନ କଲେ ଶଗଡ଼ ଚକରେ ମଡ଼େଇ ହେବନି। ଆପଣ ଦେଖିଥିବେ ଶଗଡ଼ ଚକଟା ଏମିତି କରିଥିବ, ସେ ସାଇଡ଼ରେ କ'ଣ ନା ଗୋଟେ ହାଲ ଥିବ ଏମିତି। ଓକେ, ଏମିତି ସାଇଡ଼କୁ କ'ଣ କରିବେ ନା ଓକେ ସେଇ ଛକମାନଙ୍କୁ ମଡ଼େଇ ହେବନି, ମାନେ ତାକୁ ଯଦି ଆମେ ଏଇ ଯେଉଁ ଲୁହାଟା କରିଦେଇଥିଲେ ଓକେ, ଏବେ ଯଦି ଉତ୍ତପ୍ତ ନ କଲେ ଆମେ ଏଇ ସାଇଡ଼ରୁ କ'ଣ ମଡ଼ାଇ ଦେଇପାରିବା ନାହିଁ। ଓକେ, ଉତ୍ତପ୍ତ କଲେ ହିଁ ଆମେ କ'ଣ ତାକୁ ଏଇ ସାଇଡ଼ରେ ମଡ଼େଇ ଦେଇପାରିବା। ଓକେ, ନେକ୍ସଟ 2 ନମ୍ବର, ଗୋଟିଏ କାଚ ବୋତଲରେ ଲାଗିଥିବା ଧାତବ ଟିଭି ଜାମ୍ ହୋଇ ଖୋଲୁନାହିଁ। ଓକେ, ସେଇ ଟିଭିକୁ ନ କାଟି ବୋତଲକୁ ନ ଭାଙ୍ଗି କିପରି ଖୋଲିବ? ଟିଭି ଖୋଲି ଯାଉଥିବା ପ୍ରକ୍ରିୟା ଟିଭିର କେଉଁ ପ୍ରକାର ପରିବର୍ତ୍ତନ ହେଉଛି କହିବେ। ଦେଖନ୍ତୁ ଆପଣଙ୍କର ବୋଟଲଟେ ଅଛି। ଓକେ, ଏଠି ବୋଟଲଟେ ଅଛି, ଏଇ ବୋଟଲଟା କ'ଣ ଜାମ୍ ହେଇଯାଇଛି, ଖୋଲୁନାହିଁ ତା ଟିଭିଟା। ଓକେ, ଆପଣଙ୍କୁ ୟାକୁ କାଟିବେ ନାହିଁ କି ୟାକୁ ଭାଙ୍ଗିବେ ମଧ୍ୟ ନାହିଁ, କିପରି ଖୋଲିବେ ଆପଣ? ଟିଭି ଖୋଲି ଯାଉଥିବା ଯେଉଁ ପ୍ରକ୍ରିୟାଟା କେଉଁ ପ୍ରକାର ପରିବର୍ତ୍ତନ ଏଇଟା କହିବେ ଆପଣ। ଓକେ, କମେଣ୍ଟରେ ନିଶ୍ଚିତ ଭାବରେ ଲେଖିବେ। ଦେଖନ୍ତୁ ତୁମ ପାଇଁ କାମ ଦିଆହେଇଛି, ଗୋଟିଏ ପାତ୍ରରେ କପେ ପରିଷ୍କାର ଜଳ ନେଇ ସେଥିରେ ଅଧ ଚାମଚ ଖାଇବା ଲୁଣ ଗଲାଅ। କ'ଣ ବୁଝିଲେ ପିଲେ? ନା ଗୋଟେ ପାତ୍ର ନେବେ। ଓକେ, ଗୋଟେ ପାତ୍ର ନେଇଗଲେ ତ ସେଠି କ'ଣ ପରିଷ୍କାର ପାଣି ନେଇଗଲେ ଏଠି। ଓକେ, ପାଣି ନେଲେ ସେଥିରେ ଲୁଣ ପକାଇଲେ, ଅଦା କ'ଣ ଲୁଣ ଦେଲେ, ଏବେ ତାକୁ ଗୋଳେଇ ଦେବେ, ପୁରା ଗୋଳେଇ ଦେବେ।
ଲୁଣ ମିଳେଇ ଜଳରେ ମିଶିଯିବ। ଆକୁ ଯଦି ମିଶାଇଦେବା କ'ଣ ପାଣିରେ ମିଶିଯିବ ନା ନାହିଁ? ୟାସ୍। ଏଇ ଲୁଣ ମିଶା ଜଳରୁ ଅଳ୍ପ ନେଇ ଚାଖିଲେ କ'ଣ ଲାଗିବ? ଏବେ କୁହନ୍ତୁ। ଆପଣ ତ ଲୁଣ ମିଶାଇଥିଲେ, ଘାଣ୍ଟିଥିଲେ, ମିଶିଗଲା, ଆପଣଙ୍କୁ କ'ଣ ଲୁଣିଆ ଲାଗିଲା। ତ ଏଇ ଯେଉଁ ଲୁଣ ମିଶାଇଲେ ଏଇଟା କେଉଁ ପ୍ରକାର ପରିବର୍ତ୍ତନ ହେଉଛି? ଅଳ୍ପ ନେଇ ଚାଖିଲେ କ'ଣ ଲାଗିବ? କରି ଲାଗିବ ଆଉ, ନାଇଁ କି? ଆଚ୍ଛା, ଦେଖନ୍ତୁ, ସେଇ ଲୁଣ ପାଣିକୁ ସେଇ ପାତ୍ରରେ ନେଇ ଗରମ କର। କ'ଣ ହେଲା? ୟାକୁ କ'ଣ କରିବେ? ଯାଇକି ଗରମ କରିଦେବେ। ସବୁତକ ଜଳ ବାମ୍ପ ହୋଇ ଚାଳିଯିବା ପରେ ଶେଷରେ ପାତ୍ରରେ କ'ଣ ରହିଲା ଦେଖ। ଆକୁ ଯଦି ଆପଣ ଗରମ କରିବେ, ଗରମ ହିଟ୍ ଦେଲେ ଦେଖିବେ ଏମିତି ଗୋଟେ ସମୟ ସବୁ ପାଣି କ'ଣ ବାଷ୍ପ ହୋଇ ଉପରକୁ ଉଡ଼ିଯିବ ଏବଂ ଶେଷରେ ନେଇକି ଏଠି କ'ଣ ଥିବ ସେଇଟା କୁହନ୍ତୁ। ଆପଣ କ'ଣ ରହିବ ବୋଲି କୁହନ୍ତୁ? କ'ଣ ରହିବ ଏଠି କହ? ଦେଖନ୍ତୁ, ଏଇ କାର୍ଯ୍ୟରେ କ'ଣ କ'ଣ ଦେଖିଲ, ଏଥିରୁ କ'ଣ କ'ଣ ଶିଖିଲ? ଦେଖନ୍ତୁ, ଆମେ ଏଥିରୁ କ'ଣ ଶିଖିଲେ, କ'ଣ ଜାଣିଲେ ଏଠି ଦିଆହେଇଛି। ଓକେ, ଦେଖନ୍ତୁ, ଲୁଣ ଜଳରେ ମିଳାଇ ଗଲେ ମଧ୍ୟ ଲୁଣର ସ୍ୱାଦରେ ପରିବର୍ତ୍ତନ ହୁଏ ନାହିଁ। ଦେଖନ୍ତୁ, ଲୁଣ ପାଣିରେ ମିଶିଗଲା ତ ଲୁଣର ସ୍ୱାଦ କ'ଣ ପରିବର୍ତ୍ତନ ହୁଏ ନାହିଁ? ଆପଣ ହୁଏ କି? ସେଇ ସେମ୍ ଲୁଣିଆକୁ ଲୁଣିଆ ଲାଗିଥାଏ। ସେଥିପାଇଁ ଲୁଣ ପାଣି କ'ଣ ଲୁଣିଆ ଲାଗିଥାଏ। ଓକେ, ଦେଖନ୍ତୁ, 2 ନମ୍ବର, ଲୁଣି ପାଣିରୁ ଜଳକୁ ବାମ୍ପ ରୂପରେ ଉଡ଼େଇ ଦେବା ପରେ ସେଥିରେ ଗୋଲେଇ ହୋଇ ରହିଥିବା କଠିନ ପଦାର୍ଥ ମଧ୍ୟ ଲୁଣିଆ ଲାଗେ। କ'ଣ କୁହାଗଲା ଏଠି? ନା, ଲୁଣି ପାଣିରୁ ଯେଉଁ ଜଳକୁ ବାମ୍ପ ରୂପରେ ଉଡ଼େଇ ଦିଆଗଲା ମାନେ ଏ ଥିଲା, ଆଉ ଗରମ କରିଦେଲା ବା ଯାହା ସବୁ ରହିଗଲା ନା ଏଠି କଠିନ ପଦାର୍ଥ ଦୂରିଯିବ ଲୁଣଟା। ତ ସେଥିରେ କ'ଣ ଗୋଲେଇ ହୋଇକି ରହିଥିବା କଠିନ ପଦାର୍ଥ ଲୁଣିଆ ଲାଗେ। କାରଣ କ'ଣ? କାରଣ ଆଉ କିଛି ନାହିଁ। ଯଦି ପ୍ରଥମରୁ ଗୋଳାଇ ଯାଇଥିବା ସେଇ ଲୁଣ ଏଠାରେ ଲୁଣ ଯେଉଁ ପରିବର୍ତ୍ତନ ଘଟିଥିଲା ତାକୁ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ। ତାମାନେ କ'ଣ? ଶେଷରେ କ'ଣ ଲୁଣ ରହିଗଲା ତ ଆମେ ପୂର୍ବ ଅବସ୍ଥା ଫେରି ପାଇଲେ, ହଁ ନା ନୁହଁ? ସେଥିପାଇଁ ଏଇଟା କ'ଣ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। ଓକେ, ଦେଖନ୍ତୁ, ଆଉ କ'ଣ ଅଛି ଏଠି? ନେକ୍ସଟ ଅଛି, ଦେଖନ୍ତୁ, ତୁମେମାନେ ଆଉ କେତୋଟି ଭୌତିକ ପରିବର୍ତ୍ତନର ଉଦାହରଣ ନେଇ ସାଙ୍ଗମାନଙ୍କ ସହ ଓ ଶିକ୍ଷକଙ୍କ ଆଲୋଚନା କର। ସେଗୁଡ଼ିକୁ କାହିଁକି ଭୌତିକ ପରିବର୍ତ୍ତନ କୁହାଯାଏ ତାର କାରଣ ଲେଖ। ଆପଣ କରିବେ ନା କେତୋଟି ଭୌତିକ ପରିବର୍ତ୍ତନ ସେମିତି ଉଦାହରଣ ନେବେ ଏବଂ ଶିକ୍ଷକ ଯେହେତୁ ଆପଣ ଆଲୋଚନା କରିବେ ଆଉ ସେଗୁଡ଼ିକୁ କ'ଣ ଭୌତିକ ପରିବର୍ତ୍ତନ କାହିଁକି କୁହାଯାଏ ଆପଣ ଲେଖିବେ। ଓକେ, ଦେଖନ୍ତୁ, ଏଠି ଅଦା ଲୁଗା ଖରାରେ ଶୁଖିଯିବା ଓ ମିଷ୍ଟି ମୁଣ୍ଡାକୁ ଭାଙ୍ଗି ଗୁଣ୍ଡ କରିବା ଭୌତିକ ପରିବର୍ତ୍ତନ ଉଦାହରଣ କି? ଆଚ୍ଛା, ବସ୍ତୁ ଓ ପଦାର୍ଥର ଅନ୍ୟ କେତେକ ପରିବର୍ତ୍ତନ ଘଟେ ଯାହା ଉପରେ ଦିଆଯାଇଥିବା ପରିବର୍ତ୍ତନଠାରୁ ଭିନ୍ନ। ଆଚ୍ଛା, ଏବେ ଦେଖିବା। ଆଚ୍ଛା, କୁହନ୍ତୁ ଏବେ ଭୌତିକ ପରିବର୍ତ୍ତନ କାହାକୁ କୁହାଯାଏ? ରାସାୟନିକ ପରିବର୍ତ୍ତନ କାହାକୁ କୁହାଯାଏ? ଓକେ, ଟିକେ ଦେଖିବା। ଆଚ୍ଛା, ଭୌତିକ ପରିବର୍ତ୍ତନ କାହାକୁ କୁହାଯାଏ ଏବଂ ରାସାୟନିକ ପରିବର୍ତ୍ତନ କାହାକୁ କୁହାଯାଏ? ଦେଖନ୍ତୁ, ନେକ୍ସଟ ଯିବା ତୁମ ପାଇଁ କାମ। ତ ଖଣ୍ଡିଏ ଛୋଟ ମାଗ୍ନେସିୟମ ପାତକୁ ଚିମୁଟାରେ ସାହାଯ୍ୟରେ କ'ଣ କରିବେ ନା ଧରି ସ୍ପିରିଟ୍ ବତୀ ବା ମହମବତୀର ଉତ୍ତପ୍ତ କରିବେ। ଓକେ, ଚିମଟାରେ ଧରି କ'ଣ କରିବେ ନା ଖଣ୍ଡିଏ ମାଗ୍ନେସିୟମ ପିତାକୁ ଉତ୍ତପ୍ତ କରିବେ ବା ଗରମ କରିବେ। ଏହାଦ୍ୱାରା ମାଗ୍ନେସିୟମ ଅତି ଉଜ୍ଜ୍ୱଳ ଆଲୋକ ଦେଇ ଜଳି ଉଠିବ ଓ ଧଳା ପାଉଁଶ ପରି ଗୋଟିଏ ନୂତନ ପଦାର୍ଥରେ ପରିଣତ ହୋଇଯିବ। ଏହା ରାସାୟନିକ
ନାମ ମାଗ୍ନେସିୟମ୍ ଅକ୍ସାଇଡ୍ ତିଆରି ହେବ ଏବଂ ଏହା ଗୋଟିଏ ସ୍ଥାୟୀ ଓ ମଧ୍ୟବର୍ତ୍ତୀ ପରିବର୍ତ୍ତନ। ଆଚ୍ଛା ଦେଖନ୍ତୁ ଏଠି କ'ଣ ମାନେ ଏତେ ମାନେ ତୁମ ପାଇଁ କାମ ଯେଉଁ ଏ ଲାଇନ୍ ଗୁଡ଼ିକରେ ଆପଣ କ'ଣ ବୁଝିପାରୁଛନ୍ତି ପିଲାମାନେ? ନା ଖଣ୍ଡେ ମାଗ୍ନେସିୟମ୍ ପୀତକୁ ଆପଣ ଚିମୁଟାରେ ଧରିକି କ'ଣ କହିଲେ ନା ସ୍ପିରିଟ୍ ବତୀ ବା ମହମବତୀ ସାହାଯ୍ୟରେ ଆପଣ ଗରମ କରିଦେଲେ। ମହମବତୀରେ ସେ ମାଗ୍ନେସିୟମ୍ ପୀତକୁ କ'ଣ ହେଲା ନା ମାଗ୍ନେସିୟମ୍ ପୀତକୁ ଗରମ କରିବା ଦ୍ୱାରା ନା ମାଗ୍ନେସିୟମ୍ ଜଳିଲା। କେମିତି ଜଳିଲା ନା ଆଲୋକ ଦେଇକି ଜଳିଲା, ଜଳି ଉଠିଲା ଏବଂ ଧଳା ପାଉଁଶ ମଧ୍ୟ ତିଆରି ହେଲା। ତ ଗୋଟେ କ'ଣ ନା ନୂତନ ପଦାର୍ଥରେ ପରିଣତ ହେଲା ନା ଏଇଟା ଗୋଟେ କ'ଣ ନୂଆ ପଦାର୍ଥ ଗୋଟେ ସୃଷ୍ଟି ହେଲା। ତ ଏହା ଗୋଟିଏ କ'ଣ ନା ସେଥିପାଇଁ ଏହା ଗୋଟିଏ ସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। ତା ମାନେ କ'ଣ ପୂର୍ବ ଅବସ୍ଥାରେ ଆମେ କ'ଣ ପୁଣି ଥରେ ଆମର ମାଗ୍ନେସିୟମ୍ ପାଇପାରିବା କିଠରୁ ନାହିଁ। ତ ଏଇଟା କ'ଣ ଆମେ ଯଦି ଜଳାଇ ଦେଲାରୁ କ'ଣ ମାନେ ଧଳା ପାଉଁଶ ହେଲା ନା ନା ଏବଂ ନୂତନ ପଦାର୍ଥରେ ସୃଷ୍ଟି ହେଲା। ସେ ନୂତନ ପଦାର୍ଥ କ'ଣ ନା ମାଗ୍ନେସିୟମ୍ ଅକ୍ସାଇଡ୍ ସୃଷ୍ଟି ହେଲା। କ'ଣ ମାଗ୍ନେସିୟମ୍ ଅକ୍ସାଇଡ୍ ସୃଷ୍ଟି ହେଲା। ଓକେ ଏତିକି ବୁଝିପାରିଲେ? ତ ସେଥିପାଇଁ କ'ଣ ନା ନୂଆ ପଦାର୍ଥ ସୃଷ୍ଟି ହେଲା, ସେଥିପାଇଁ ତାକୁ ଗଲା ସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ। ଏହାକୁ ହିଁ କହନ୍ତି ରାସାୟନିକ ପରିବର୍ତ୍ତନ ମଧ୍ୟ କୁହାଯାଏ। ଓକେ ନେକ୍ସଟ ଯିବା ତୁମ ପାଇଁ କାମ 6। ଗୋଟିଏ ପାତ୍ରରେ କିଛି ଗୁଣ୍ଡ ପୋଡ଼ା ଚୂନ ନେଇ ସେଥିରେ କିଛି ପରିମାଣରେ ପରିଷ୍କାର ଜଳ ମିଶାଅ। ଆପଣ କ'ଣ କରିବେ ନା ପୋଡ଼ା ଚୂନଟା ନେବେ ଆଉ ସେଥିରେ କିଛି ପରିଷ୍କାର ଜଳ ମିଶାଇବେ। ଦେଖିବ ପାଣି ଫୁଟିବ ଓ ପାତ୍ରଟି ଖୁବ୍ ଉତ୍ତପ୍ତ ହୋଇଯିବ। ଦେଖିବେ କ'ଣ ହେବ ନା ପାଣିଟା ଫୁଟିବାକୁ ଆରମ୍ଭ କରିବ। ଆଉ କ'ଣ ହେବ ନା ପାତ୍ରଟି ଖୁବ୍ ଉତ୍ତପ୍ତ, ସେ ଯେଉଁ ପାତ୍ର ନେଇଥିବେ ସେଇଟା କ'ଣ ହେବ ନା ଗରମ ହେଇଯିବ। ଶେଷରେ ଏହା କଳି ଚୂନରେ ପରିବର୍ତ୍ତିତ ହୋଇଯିବ। ତାପରେ ସେଇଟା କ'ଣ ହୋଇଥିବ ନା ଗୋଟେ କଳି ଚୂନ ତିଆରି ହେବ। ଓକେ ଏହି ସ୍ୱଚ୍ଛ ଚୂନ ପାଣିରୁ ଅଳ୍ପ ଅନ୍ୟ ଏକ ପାତ୍ରରେ ନିଅ। ସେହି ସ୍ୱଚ୍ଛ ଚୂନ ପାଣିରୁ ଅଳ୍ପ ଅନ୍ୟ ଏକ ପାତ୍ର ନେବ। ତାପରେ ଚୂନ ପାଣି ମଧ୍ୟରେ ଗୋଟିଏ ସଳ ନଳି ବୁଡ଼ାଇ ଫୁଙ୍କ। ତାପରେ କ'ଣ କରିବେ ନା ଅଛି ପାତ୍ରରେ ସ୍ୱଚ୍ଛ କ'ଣ ଚୂନ ପାଣିଟା ନେଇଛି ନଳିଟେ କରିବେ ଫୁଙ୍କିବେ। ଫୁଙ୍କିବେ ତ କିଛି ସମୟ ପରେ ଦେଖିବ ସ୍ୱଚ୍ଛ ଚୂନ ପାଣି କ'ଣ ରଙ୍ଗ କେମିତି ହୋଇଛି ନା ଧଳା ହୋଇଯାଇଛି। ଏଇ ଯେଉଁ ଚୂନ ପାଣି ଥିବ କ'ଣ ହେବ ନା ଧଳା ହେଇଥିବ। ଏବଂ ଏହାକୁ ରଖିଦେଲେ କିଛି ସମୟ ପରେ ପାତ୍ରର ତଳ ଭାଗରେ ଗୋଟିଏ ଧଳା ପଦାର୍ଥ ଜମିଯିବ। ତାପରେ ଆକୁ ଯଦି ରଖିଦେବେ କିଛି ସମୟ ଏହାର ତଳେ କ'ଣ ଥିବ ନା ଗୋଟେ ଧଳା ପଦାର୍ଥ ଜମିଥିବାର ଆପଣ ଦେଖିବାକୁ ପାଇବେ। ଓକେ ତ ଏଇ ପଦାର୍ଥ ଦାନା ସଦୃଶ ଗୋଟିଏ ନୂଆ ପଦାର୍ଥ ଅଟେ। ଏଇ ଯେଉଁ ଥିବ ଏଠି ଓକେ ଜମିଥିବ ଏ କ'ଣ ନା ଗୋଟିଏ ଦାନା ସଦୃଶ ଦେଖିବାକୁ ଦାନା ଭଳିଆ। ଓକେ ଗୋଟିଏ ନୂଆ ପଦାର୍ଥଟା ସୃଷ୍ଟି ହୋଇଥାଏ। ଏହାର ରାସାୟନିକ ନାମ ଯେଉଁଟା ମାନେ ତିଆରି ହେଲା ଏଠି ଓକେ ଲାଷ୍ଟକୁ ଯେଉଁ ତିଆରି ହେଲା ଆକୁ କ'ଣ କହିବେ ନା କ୍ୟାଲସିୟମ୍ କାର୍ବୋନେଟ୍। କ'ଣ ଏଇ ଯେଉଁ ନୂଆ ପଦାର୍ଥ ସୃଷ୍ଟି ହେଲା କ୍ୟାଲସିୟମ୍ କାର୍ବୋନେଟ୍। ଏହି ପରିବର୍ତ୍ତନ ଗୁଡ଼ିକୁ କ'ଣ କୁହାଯାଏ ନା ସ୍ଥାୟୀ ଓ ଅପତ୍ୟାବର୍ତ୍ତୀ। କ'ଣ ସ୍ଥାୟୀ ଓ ଅପତ୍ୟାବର୍ତ୍ତୀ କୁହାଯାଏ। ଓକେ ନେକ୍ସଟ ଯିବା ପ୍ଲେ 7। ତୁମ ପାଇଁ କାମ 7 ଦିଆଯାଇଛି। ଗୋଟିଏ ଷ୍ଟିଲ୍ ଚାମଚରେ ଅଳ୍ପ ଚିନି ନେଇ ଗରମ କର। ଗୋଟେ ନେବେ ଷ୍ଟିଲ୍ ଚାମଚ ଗୋଟେ ନେବେ ଓକେ ସେଠି ଚିନି ନେବେ। ଚିନି ପ୍ରଥମେ ହଳଦିଆ ତାପରେ ବାଦାମୀ ଓ ଶେଷରେ କଳା ପଡ଼ିଯିବ। ଦେଖନ୍ତୁ 3ଟି କଲର୍ ଆସିବ ଚିନିର। ପ୍ରଥମେ କ'ଣ ହଳଦିଆ ଦିଶିବ, ଧୀରେ ଧୀରେ କ'ଣ ବାଦାମୀ, ଲାଷ୍ଟକୁ ସେ କଳା ହେଇଯିବ। ଥଣ୍ଡା କରି ଏହାକୁ ଛାକିଲେ ତା ଆଉ ମିଠା ଲାଗିବ ନାହିଁ। ଆପଣ ଯଦି ସେଇ ଚିନିକୁ କ'ଣ କଲେ ଗରମ କରିଥିଲେ ସେଇଟା ଆଉ କ'ଣ କଳା ହେଇଗଲା ତାକୁ ପୁଣି ଛାକି ଦେବ ନା ଆପଣ ଛାକିଦେଲେ କ'ଣ ହେଉଛି ନା ସେଇଟା ଆଉ ମିଠା ଲାଗିବ ନାହିଁ। ଏହି ପରିବର୍ତ୍ତନ ଦ୍ୱାରା କିଛି ଆଉ ଚିନି ହୋଇ ରହିନାହିଁ। ଯଦି ଥିବା ଏଇ ଯେଉଁ ଚାମଚ ଭିତରେ ସେଇଟା କ'ଣ ମିଠା ଲାଗିଲା ନାହିଁ। ତ ଏଇଟା ତାର କ'ଣ
ମାନେ କ'ଣ ଚିନି ଆଉ ହୋଇ ରହିଛି କି ଏଇଟା ଯାହା ସବୁ ଥିଲା ଏଇଟା ମୋତେ ତ ସ୍ୱାଦ ଲାଗୁନାହିଁ। ଚିନିର ଗୁଣ ହେଉଛି କ'ଣ ମିଠା ଲାଗିବ, ତ ମିଠା ଲାଗୁଛି ନାହିଁ, ଚିନି ହୋଇ ରହିନାହିଁ, ହଁ ନା ନୁହଁ? ତ ଅନେକ ପଦାର୍ଥରେ ବଦଳି ଯାଇଛି, ଅନେକ ପଦାର୍ଥ ଏଇଟା ଯେଉଁ ଘଟିଥିଲା ନା, ମାନେ ସୃଷ୍ଟି ଅନେକ ପଦାର୍ଥ ହେଇଗଲା। ତ ଏହାର ଯେଉଁ ରାସାୟନିକ ନାମ ହେଉଛି ଚିନି ଅଙ୍ଗାର। ଏଇ ଯେଉଁ ଏଠି ତିଆରି ଥିଲା, ଏଇଠି ଯେଉଁ ନୂଆ ପଦାର୍ଥ ସୃଷ୍ଟି ହେଲା ତାକୁ କ'ଣ କଲେ ଚିନି ଅଙ୍ଗାର, କ'ଣ ଚିନି ଅଙ୍ଗାର କୁହାଯାଏ। ଓକେ, ନେକ୍ସଟ କ'ଣ ଦିଆଯାଇଛି, ଏହାକୁ ଆଉ ଚିନିରେ ପରିଣତ କରାଯାଇବନି। ଆଗକୁ ଯେଉଁ ଥିଲା ଯେଉଁ କଳା ଚିନିଟା ସୃଷ୍ଟି ହେଲା ତାକୁ କ'ଣ ପୁଣି ଥରେ ଆମେ ମିଠା ମାନେ ସେଇ ପ୍ରକାର ଚିନିରେ ଆମେ କରିପାରିବା କି? ସେମ୍ ନାହିଁ। ତ ସେନୁ ଏମାନଙ୍କୁ କ'ଣ କୁହାଯାଏ ନା ସ୍ଥାୟୀ ଓ ଅପତ୍ୟାବର୍ତ୍ତୀ ପରିବର୍ତ୍ତନ, କ'ଣ ସ୍ଥାୟୀ ଓ ଅପତ୍ୟାବର୍ତ୍ତୀ ପରିବର୍ତ୍ତନ କୁହାଯାଏ। ନେକ୍ସଟ କ'ଣ ଅଛି ବୋଲେ ଦେଖନ୍ତୁ, ତୁମ ପାଇଁ କାମ 8। ଗୋଟିଏ ପରୀକ୍ଷା ନଳୀରେ କିଛି ଦାନା ବାନ୍ଧିଥିବା ତୁତିଆ ନେଇ ଆସ୍ତେ ଆସ୍ତେ ଗରମ କର। କ'ଣ କରିବେ, ଗୋଟେ ପରୀକ୍ଷା ନଳୀଟା ନେବେ, ଏମିତି ଥିବ ନେଲେ ତ କିଛି କ'ଣ ଦାନାଟେ ବାନ୍ଧିଥିବ ଗୋଟେ ତୁତିଆ, ଆସ୍ତେ ଆସ୍ତେ ୟାକୁ ଗରମ କରିଦେବେ। ପ୍ରଥମେ ନୀଳ ରଙ୍ଗର ତୁତିଆ ଧଳା ହେଇଯିବ। ଏଠି କ'ଣ ନା ନୀଳ ରଙ୍ଗର ତୁତିଆ ଧଳା ହେଇଯିବ ଏବଂ ସେଥିରୁ ବାହାରିଥିବା ଜଳୀୟ ବାଷ୍ପ ଥଣ୍ଡା ହୋଇ ପରୀକ୍ଷା ନଳୀ ଉପରି ଭାଗରେ ଛୋଟ ଛୋଟ ଟୋପା ହୋଇ ଲାଗିବ। ଦେଖନ୍ତୁ, ଏବଂ ସେଥିରୁ ବାହାରିକି କ'ଣ ହେଉଥିବ ନା ଯେଉଁ ବାହାରି ଯାଇଥିବା ଜଳୀୟ ବାଷ୍ପ ଯେଉଁ ଗରମ ହେବ, ଯେଉଁ ବାହାରୁଥିବ କି ନା ବାହାରୁଥିବ, ଓକେ, ବାଷ୍ପଟା ସେ ଥଣ୍ଡା ହେଇକିନା କ'ଣ ନା ପରୀକ୍ଷା ନଳୀର ଯେ ଉପରି ଭାଗରେ କ'ଣ ହେଉଥିବ ନା ଏ ଉପରି ଭାଗରେ ଛୋଟ ଛୋଟ ଟୋପା ହୋଇ ଲାଗିବ। କ'ଣ ଛୋଟ ଛୋଟ ଟୋପା ହେଇକିନି ଯେମିତି ଯେଉଁ ବିନ୍ଦୁ ବିନ୍ଦୁ ଟାଇପ୍ର ହେଇକିନା ଲାଗିଯିବ। ତ ତୁତିଆକୁ ଅଧିକ ଉତ୍ତପ୍ତ କଲେ ଶେଷରେ ଏକ କଳା ରଙ୍ଗର କଠିନ ପଦାର୍ଥ ପରୀକ୍ଷା ନଳୀର ତଳେ ରହିଯିବ। ଏବଂ ଦେଖନ୍ତୁ, ଆକୁ ଏଇ ଯେଉଁ ତୁତିଆକୁ ଯଦି ଆମେ ଅଧିକ ଯଦି ଗରମ କରିଦେବା, ଆହୁରି ଟିକେ ଅଧିକ ଗରମ କରିଦେବା, ଏଇ ତଳେ କ'ଣ ରହିଯିବ ତାପରେ ନା କଳା ରଙ୍ଗର, ଓକେ, ନଳୀର ତଳେ କ'ଣ ରହିଯିବ, କଳା ରଙ୍ଗର ଗୋଟେ କଠିନ ପଦାର୍ଥଟେ ରହିଯିବ। ଓକେ, ଏହାର ତଳେ এই নূতন পদার্থর রাসায়নিক নাম কপার অক্সাইড। କ'ଣ কপার অক্সাইডটা ସୃଷ୍ଟି ହେବ। ଓକେ, ଗରମ କଲେ କ'ଣ ବାଷ୍ପ ହେଇକିନା ଗଲା, ତାପରେ ଛୋଟ ଛୋଟ ବିନ୍ଦୁ ଗୋଟେ ଲାଗିଲା ତାର ଉପରି ଭାଗରେ। ଓକେ, ତାପରେ ଆଉ ତ ଗରମ ଅଧିକ କରିଦେବା ବୋଲେ କ'ଣ ଏଠି କଳା ରଙ୍ଗର ଏକ ପଦାର୍ଥ ରହିଛି, ତାକୁ କୁହାଯାଏ କପାର ଅକ୍ସାଇଡ୍ ନୂଆ ପଦାର୍ଥଟି। ଏଥିରୁ ଆଉ ତୁତିଆ ପ୍ରସ୍ତୁତ ହୋଇପାରିବ ନାହିଁ, ହଁ ନା ନାହିଁ? ତେଣୁ ଏଇଟା କ'ଣ ସ୍ଥାୟୀ ଓ ଅପତ୍ୟାବର୍ତ୍ତୀ। ପୁଣି ଥରେ ଆମେ କ'ଣ ତୁତିଆ ଇଏଟା କରିପାରିବା କି, ତୁତିଆ ପ୍ରସ୍ତୁତ କରିପାରିବା କି ନାହିଁ? ସେଥିପାଇଁ କ'ଣ କୁହାଯାଏ ତାକୁ ନା ସ୍ଥାୟୀ ଓ ଅପତ୍ୟାବର୍ତ୍ତୀ ପରିବର୍ତ୍ତନ। ନେକ୍ସଟ ଯିବା, ଦେଖନ୍ତୁ, ଗୋଟିଏ ପରୀକ୍ଷା ନଳୀରେ କିଛି ତମ୍ବା ଗୁଣ୍ଡ ନେବ। ଓକେ, ତମ୍ବା ଗୁଣ୍ଡ ବା ଛୋଟ ତାର କିମ୍ବା ପାତର ଖଣ୍ଡଟେ ନେବ। ସେଥିରେ ଅଳ୍ପ ଗନ୍ଧକ ଗୁଣ୍ଡ ମିଶାଉ। କ'ଣ କରିବେ ନା ଅଳ୍ପ ଗନ୍ଧକ ଗୁଣ୍ଡ ମିଶାଇବେ। ସେଠି ଅଳ୍ପ ଗୁଣ୍ଡ ମିଶାଇବେ, ପରୀକ୍ଷା ନଳୀଟେ ନେବେ, ଏମିତି ଥିବ। ଓକେ, ନଳୀଟା ନେଲେ, ତମ୍ବା ଗୁଣ୍ଡଟା ନେଲେ, ତାପରେ ସେଥିରେ ଅଳ୍ପ ଗନ୍ଧକ ମିଶାଇବେ। କ'ଣ ଗନ୍ଧକ ମଧ୍ୟ ମିଶାଇବେ। ଏହି ମିଶ୍ରଣକୁ ନେଇ ଏହା ଲାଲ ହେବା ପର୍ଯ୍ୟନ୍ତ ଉତ୍ତପ୍ତ କର। ଆଗକୁ ପୁଣି ଥରେ ଗରମ କରିବ। ଯେ ପର୍ଯ୍ୟନ୍ତ ଗରମ କରିବେ, ଯେ ପର୍ଯ୍ୟନ୍ତ ଏଇଟା ନେଇ କ'ଣ ଲାଲ ହେଇନାହିଁ, ଲାଲ ହେବା ପର୍ଯ୍ୟନ୍ତ ଗରମ କରିବେ। କିଛି ସମୟ ପରେ ଥଣ୍ଡା ହୋଇଗଲେ ଏବଂ କିଛି ସମୟ ୟାକୁ ଥଣ୍ଡା ରଖିବେ। ଗରମ କରିସାରିଲା ପରେ ଆଉ କିଛି ସମୟ ଥଣ୍ଡା ରଖିବେ। ଏହା ଆଉ ତମ୍ବା ଆଉ ଗନ୍ଧକ ନୁହେଁ। ଏ ଯେଉଁ ଉତ୍ତପ୍ତ କରିଥିଲେ ତମ୍ବା ଆଉ କ'ଣ ତମ୍ବା ଗୁଣ୍ଡ କ'ଣ ଗନ୍ଧକ ନେଇଥିଲେ, ତା ଆଉ କ'ଣ ନା ସେଇ ତମ୍ବା ଗୁଡ଼ା ଆଉ ଗନ୍ଧକ ନଥିବ। ସେଥିରେ ଏକ ତମ୍ବା ଆଉ କ'ଣ ଗନ୍ଧକ ଫେରାଇ ଆଣିପାରିବା ନାହିଁ। ଏଥିରୁ କ'ଣ ତମ୍ବା ସେମ୍ ସେଇ ପ୍ରକାର ତମ୍ବା ଗୁଣ୍ଡ ଆଉ କ'ଣ ଗନ୍ଧକ ଗୁଣ୍ଡ ଫେରି ପାଇବା କି ନାହିଁ? ତେଣୁ ଏଇ ଯେଉଁ ପରିବର୍ତ୍ତନ କ'ଣ କୁହାଯାଏ
ସେମ୍ ସେଇ ସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ବୋଲି କୁହାଯାଏ। କାହିଁକି ନା ଆମେ ପୂର୍ବ ଅବସ୍ଥାକୁ ଫେରି ପାଉନେ, ସେଥିପାଇଁ ଏସବୁ କ'ଣ ନା ସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ। ଓକେ, ନେକ୍ସଟ ଯିବା આપણે। ପୂର୍ବ କାର୍ଯ୍ୟଗୁଡ଼ିକରୁ ଆମେ ଜାଣିପାରିଲେ ଯେ ପରିବର୍ତ୍ତନ ଗୁଡ଼ିକ ସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ। ଆମେ ଜାଣିଲେ କ'ଣ ଉପରେ ସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ନା ପରିବର୍ତ୍ତନ ଗୁଡ଼ିକ ଚେଞ୍ଜ ହେଇଯାଉଛି। ଏହି ପରିବର୍ତ୍ତନ ଗୁଡ଼ିକରେ ଶେଷରେ ମିଳୁଥିବା ଉତ୍ପାଦ ଗୁଡ଼ିକ ଗୋଟିଏ ଗୋଟିଏ କ'ଣ ଶେଷରେ ଯେଉଁଟା ଆମକୁ ରେଜଲ୍ଟ ମିଳୁଛି, ଯେଉଁଟା ଫଳାଫଳ ପାଉଛେ, ଗୋଟେ ନୂତନ ପଦାର୍ଥ ସୃଷ୍ଟି ହେଉଛି ନା ନାହିଁ। ଏ ଯେଉଁ ନୂତନ ପଦାର୍ଥ ସୃଷ୍ଟି, ନୂଆ ପଦାର୍ଥ ସୃଷ୍ଟି ହେଉଛି, ସେଗୁଡ଼ିକୁ କ'ଣ କୁହାଯାଏ ନା ରାସାୟନିକ ପରିବର୍ତ୍ତନ ବୋଲି କୁହାଯାଏ। ଓକେ, ନେକ୍ସଟ ଯିବା ପ୍ଲେ। ତୁମମାନେ ଲକ୍ଷ୍ୟ କରୁଥିବା ଆଉ କେତେ ଗୋଟି ଏମିତି ରାସାୟନିକ ପରିବର୍ତ୍ତନ ଗୋଟେ ପରୀକ୍ଷା କରିକି ଆପଣଙ୍କ ଖାତାରେ ଲେଖିବେ। ଓକେ, ଦେଖନ୍ତୁ। ଓକେ, ସେଗୁଡ଼ିକ କାହିଁକି ରାସାୟନିକ ପରିବର୍ତ୍ତନ କୁହାଯାଏ? ଓକେ, ସେ କଥା ସାଙ୍ଗମାନଙ୍କ ସହ ଏବଂ ଆଲୋଚନା କର ଶିକ୍ଷକମାନଙ୍କ ସହିତ। ଓକେ, ଦେଖିବେ ମାନେ ରାସାୟନିକ ପରିବର୍ତ୍ତନ କାହା କୁହାଯାଏ? ଭୌତିକ ପରିବର୍ତ୍ତନ କୁହାଯାଏ। ସବୁ ଶିକ୍ଷକ ଏବଂ କାହାର ସାଙ୍ଗମାନଙ୍କ ସହିତ ଆଲୋଚନା କରିବେ। ଦେଖନ୍ତୁ, ଲୁହାରେ କଳଙ୍କି ଲାଗିବା, ଏ ବୋଲି ଗୋଟେ କ'ଣ ଲୁହାରେ କଳଙ୍କି ଲାଗିଲେ ଏଇଟା ଗୋଟେ କ'ଣ ରାସାୟନିକ ପରିବର୍ତ୍ତନ କି ବୋଲି କୁହାଯାଇଛି, ହଁ ନା ନାହିଁ? ତ ଆମେ ଯଦି ପୂର୍ବ ଅବସ୍ଥା ଫେରିକି ପାଇବା, ତାମାନେ ଏଇଟା ଭୌତିକ ହେଇଯିବ, ଭୌତିକ ପରିବର୍ତ୍ତନ। ଏବେ ଦେଖନ୍ତୁ, ଲୁହାରେ କଳଙ୍କି ଲାଗିଲା, ପୂର୍ବ ଅବସ୍ଥା ଫେରି ପାଇବା କି? ଯଦି ନାହିଁ, ତାହେଲେ ଏଇଟା କ'ଣ ରାସାୟନିକ ପରିବର୍ତ୍ତନ, ହଁ ନା ନୁହଁ? ଦେଖନ୍ତୁ, ତଳ ସାରଣୀଟି କେତୋଟି ସାଧାରଣ ପରିବର୍ତ୍ତନ ଦିଆଯାଇଛି। ଓକେ, ତୁମ ଖାତାରେ ଆଲୋଚନା କରି ସେଗୁଡ଼ିକୁ କେଉଁ ପ୍ରକାର ପରିବର୍ତ୍ତନ ତାହା ଉକ୍ତ ସାରଣୀରେ ରାଇଟ୍ ଚିହ୍ନ କରିବେ। ଓକେ, ଦେଖନ୍ତୁ। ଓକେ, ତ ଦିଆଯାଇଛି, ଦେଖନ୍ତୁ ଏଇଟା ଆପଣଙ୍କ କାମ ଦିଆଯାଇଛି। ଦେଖନ୍ତୁ, ପରିବର୍ତ୍ତନ ପାଇଁ ସ୍ଥାୟୀ ଦିଆଯାଇଛି, ଅସ୍ଥାୟୀ, ପ୍ରତ୍ୟାବର୍ତ୍ତୀ, ଅପ୍ରତ୍ୟାବର୍ତ୍ତୀ, ଭୌତିକ ନା ରାସାୟନିକ। ଆପଣ ଲେଖିବେ ଯେମିତି ମାଟିରୁ ଇଟା କରିବା, ମାଟିରୁ ଇଟା କରିବା ସ୍ଥାୟୀ ନା ଅସ୍ଥାୟୀ ବୋଲି ଆପଣ ଯେଉଁଠି ଠିକ୍। ଦେଖନ୍ତୁ, ଏଇଟା କ'ଣ ପୁଣି ତ ତାର ପୂର୍ବ ଅବସ୍ଥା ଫେରିପାରିବ ନା ଭୌତିକ, ଏଇଟା ପ୍ରତ୍ୟାବର୍ତ୍ତୀ ନା ଅପ୍ରତ୍ୟାବର୍ତ୍ତୀ। ଓକେ, ପ୍ରତ୍ୟାବର୍ତ୍ତୀ ମାନେ ଫେରିପାରିବ, ମାନେ ପ୍ରତ୍ୟାବର୍ତ୍ତୀ ଏ ପ୍ରକାର ଭାବରେ କ'ଣ ଏମିତି ସ୍ଥାୟୀ କେମିତି ଆପଣ ଲେଖିବେ। ଓକେ, ଏସବୁକୁ ଆପଣ ଗୋଟେ ଖାତାରେ ଲେଖିବେ। ସେମିତି ଆଉ ଗୋଟେ ଗଛରେ କ'ଣ ପତ୍ର ପାଚିବା, ସେଇଟା ଗୋଟେ ଯେଉଁ ପତ୍ର ପାଚିଛି ସେଇଟା କ'ଣ ପୁଣି ଥରେ ସେଇ ମାନେ ସବୁଜ କଲର ପତ୍ର ପାଇବା କି? ନାହିଁ, ତାମାନେ ଏଇଟା ଗୋଟେ ରାସାୟନିକ ପରିବର୍ତ୍ତନ। ଓକେ, ଏପରି ଭାବରେ କ'ଣ ନା ଆପଣ ଏଇ ଯେଉଁ ଟେବୁଲକୁ ପୂରଣ କରିବେ। ଓକେ, ସେମିତି ପିଲେ ଆଉ ଗୋଟେ ଦେଖନ୍ତୁ, ଆଉ ଗୋଟେ ନେଇଯିବା, କଡ଼ରୁ ଫୁଲ ଫୁଟିବା। ଏଇଟା ପୁଣି ଥରେ ଆମେ କ'ଣ ସେ କଡ଼ ପାଇପାରିବା କି? ନାହିଁ, ସେଥିପାଇଁ କ'ଣ ଏଇଟା ଗୋଟେ ରାସାୟନିକ। ରାସାୟନିକ ହେଲେ ମାନେ କ'ଣ ଏଇଟା ଗୋଟେ ଅପ୍ରତ୍ୟାବର୍ତ୍ତୀ ଆଉ ସ୍ଥାୟୀ, ଏମିତି ପ୍ରକାର ଭାବରେ ଆପଣ କ'ଣ ଫିଲ୍ଅପ୍ କରିବେ। ନେକ୍ସଟ ଯିବା ପିଲେ, ଦ୍ରବଣ। କ'ଣ ଦିଆଯାଇଛି ନା ଦ୍ରବଣ। ଦେଖନ୍ତୁ, ଲୁଣ, ଚିନି ପରି ଅନେକ ପଦାର୍ଥ ଜଳରେ ସହଜରେ ଦ୍ରବୀଭୂତ ହୁଅନ୍ତି ନାହିଁ। ଆମର ଲୁଣ, ଚିନି ଏସବୁ ଅଳ୍ପକେ ଆମେ ଯଦି ପାଣିରେ ପକାଇଦେବା 1-2 ମିନିଟ୍ରେ କ'ଣ ସେଇଟା ମିଶି ଯାଉଛି। କିନ୍ତୁ କେତେ ପଦାର୍ଥ ଅଛନ୍ତି ବୋଲେ ଯେଉଁମାନେ କି ଏତେ ସହଜରେ ପାଣିରେ ମିଶି ପାରିବେ ମିଶନ୍ତି ନାହିଁ। ଓକେ, ଏହି ପରିବର୍ତ୍ତନରେ ଦ୍ରବଣ ପ୍ରସ୍ତୁତ ହୁଏ। ଏହି ପରିବର୍ତ୍ତନ କ'ଣ ହୁଅନ୍ତି ନା ଦ୍ରବଣ ପ୍ରସ୍ତୁତ ହୋଇଥାଏ। ଦେଖନ୍ତୁ, ଦ୍ରବଣ ଏକ ମିଶ୍ରଣ, ଯେଉଁଟା ଦ୍ରବଣ ବୋଲି କହୁଛି ନା ସେଇଟା ଗୋଟେ କେତେ ଗୁଡ଼ାଏ ପଦାର୍ଥର ମିଶ୍ରଣ। ଦେଖନ୍ତୁ କେମିତି ଦେଖିବା। ତୁମେ ଜାଣିଛ ଲୁଣ ପାଣିର ମିଶ୍ରଣରେ କ'ଣ ଗୋଟେ ଦ୍ରବଣ ଲୁଣିଆ ଲାଗେ, ହଁ କି ନା? ଏବେ ଦେଖନ୍ତୁ, ଲୁଣ ଆଉ ପାଣି ମିଶିଲାରୁ କ'ଣ ଗୋଟେ ମିଶ୍ରଣ ଘଟିଥିଲା, ଲୁଣ ପାଣି ଯେଉଁଟା କହିଲେ ଆମେ କ'ଣ ଲୁଣ କହିପାରିବ କି? ତ ଲୁଣ ସହିତ କ'ଣ ପାଣି ମିଶିଲା, ହଁ ନା? ତାକୁ ଆମେ କ'ଣ କହିଲେ? ଲୁଣ ପାଣି, ଲୁଣ ପାଣି, ହଁ ନା? ଏ ଦୁଇଟା ମିଶିଲାରୁ ଲୁଣ ପାଣି ହେଲା।
ଆଉ କ'ଣ ଗୋଟେ ଲୁଣ କହିପାରିବେ? ଖାଲି ଲୁଣ କହିପାରିବେ ନାହିଁ, ଏଇଟା ଗୋଟେ ଲୁଣ ପାଣି ସୃଷ୍ଟି। ତ ଏଇଟା ଗୋଟେ ଦ୍ରବଣ ହେଲା ନା। ତ ଦ୍ରବଣ କେମିତି ଲାଗେ? ଲୁଣିଆ ଲାଗେ। ଏଇଟା କ'ଣ ଥିଲା? ଲୁଣିଆ ଲାଗିଥାଏ। ଓକେ, ନେକ୍ସଟ ଦେଖିବା। ତ ଦେଖନ୍ତୁ ଏଠି କ'ଣ ଆଉ ଦେଖାଯାଉଛି? ଏଠାରେ ଜଳକୁ ଏଇଠି ଗୋଟେ ଅଛି, ଚିନି ଓ ପାଣିର ମିଶ୍ରଣ କ'ଣ? ଦ୍ରବଣ ମିଠା ଲାଗେ। କିନ୍ତୁ ଚିନି ଆଉ ପାଣିକୁ ମିଶାଇ ଦେବା, ତାମାନେ କ'ଣ? ତାର ଦ୍ରବଣଟା ଯେଉଁଟା ଚିନି ପାଣି ହେବ, ସେ ଦ୍ରବଣ ତା କ'ଣ? ମିଠା ଲାଗେ। ଓକେ, ସେମିତି ଏଠାରେ ଜଳକୁ ଦ୍ରାବକ ଓ ଚିନି ଲୁଣକୁ ଦ୍ରାବ କୁହାଯାଏ। ଜଳକୁ ଏଠି ଜଳ ମିଶାଇଲେ ତାକୁ ଦ୍ରାବକ ବୋଲି କହିବେ, ଆଉ ଚିନି ଓ ଲୁଣ କ'ଣ? ଦ୍ରାବ ବୋଲି କୁହାଯାଏ। ଏଇଟା ମନେ ରଖନ୍ତୁ। ଜଳରେ ଦ୍ରବୀଭୂତ ହୋଇପାରୁଥିବା ଚିନି ଓ ଲୁଣ ଭଳି ପଦାର୍ଥର ଏହି ଗୁଣକୁ କ'ଣ? ଦ୍ରବଣୀୟତା ବୋଲି କୁହାଯାଏ। କୁହନ୍ତୁ, ଆପଣଙ୍କୁ କହିବେ ଦ୍ରବଣୀୟତା କାହାକୁ କୁହାଯାଏ? ଏମିତି ଜଳରେ କ'ଣ ଦ୍ରବୀଭୂତ ହୋଇପାରୁଥିବା ଯେଉଁ ଚିନି ଓ ଲୁଣ ବୋଲି ଯେଉଁ ପଦାର୍ଥର ଗୁଣକୁ ବୁଝାଇ ମାନେ ହୋଇଥାଏ, ଯେଉଁ ଗୁଣକୁ, ସେଇ ଗୁଣକୁ କ'ଣ ନା ଦ୍ରବଣୀୟତା ବୋଲି କୁହାଯାଏ। ଦ୍ରାବକରେ ଯେତେବେଳେ ପର୍ଯ୍ୟନ୍ତ ଦ୍ରାବ ଦ୍ରବୀଭୂତ ହୋଇଥାଏ, ଯେତେବେଳେ ଦ୍ରାବ ମାନେ କ'ଣ? ଯେମିତିକି ଏଠି ନେଲେ କ'ଣ? ଚିନି ଓ ଲୁଣ। ସେମିତି ସେ ଯଦି ଜଳରେ ଦ୍ରବୀଭୂତ ହୁଏ, ସେତେବେଳେ ପର୍ଯ୍ୟନ୍ତ ଦ୍ରବଣକୁ ଅସମ୍ପୃକ୍ତ ଦ୍ରବଣ କୁହାଯାଏ। ସେତେବେଳେ ପର୍ଯ୍ୟନ୍ତ କ'ଣ? ତାକୁ ଅସମ୍ପୃକ୍ତ ଦ୍ରବଣ ମାନେ ମିଶି ନଥିବ ବୋଧେ। ଓକେ, ଯେଉଁ ଦ୍ରବଣ ଅଧିକ ଦ୍ରାବ ଦ୍ରବୀଭୂତ କରିପାରେ ନାହିଁ, ଓକେ, ସେଇଭଳି ଦ୍ରବଣକୁ କ'ଣ? ଅସମ୍ପୃକ୍ତ ଦ୍ରବଣ। କ'ଣ ଏଠି କ'ଣ? ଦେଖନ୍ତୁ ଟିକେ ପିଲେ। ତ ଦ୍ରାବକରେ ଯେତେବେଳେ ପର୍ଯ୍ୟନ୍ତ ଦ୍ରାବ ଦ୍ରବୀଭୂତ ହୋଇଥାଏ, ମାନେ ଦ୍ରାବଟା କ'ଣ? ଦ୍ରବୀଭୂତ ମିଶି ଯାଇଥିଲା, ସେତେବେଳେ ପର୍ଯ୍ୟନ୍ତ କ'ଣ କୁହାଯାଏ ନା ଦ୍ରବଣକୁ? ଓକେ, ଅସମ୍ପୃକ୍ତ ଦ୍ରବଣ କୁହାଯାଏ। ଓକେ, କିନ୍ତୁ ଯେତେବେଳେ ଦ୍ରବଣଟା ଦ୍ରାବ ଦ୍ରବୀଭୂତ କରିପାରେ ନାହିଁ, ଓକେ, ତାକୁ କୁହାଯାଏ ସମ୍ପୃକ୍ତ ଦ୍ରବଣ କୁହାଯାଏ। ସମ୍ପୃକ୍ତ ଦ୍ରବଣ କୁହାଯାଏ। ଓକେ, ନେକ୍ସଟ ପିଲା ଦେଖିବା। ତ ସମ୍ପୃକ୍ତ ଦ୍ରବଣକୁ ଗରମ କଲେ ତା ଆଉ କିଛି ଅଧିକ ଦ୍ରାବକୁ ଦ୍ରବୀଭୂତ କରିଥାଏ। ଆମେ ଯଦି ତାକୁ ଅଧିକ ଗରମ କରିବା, ତାହେଲେ କ'ଣ ନା ତାକୁ ଦ୍ରବୀଭୂତ କରିଥାଏ। ହେଲା, ତ ଏହିପରି ଭାବେ ଯେଉଁ ଦ୍ରବଣ ପ୍ରସ୍ତୁତ ହୁଏ, ତାହାକୁ କ'ଣ କୁହାଯାଏ ନା ଅତି ସମ୍ପୃକ୍ତ ଦ୍ରବଣ ବୋଲି କୁହାଯାଏ। ଏଭଳି ଯଦି ଆମେ ଦ୍ରବଣ କ'ଣଟା ହୋଇଥିଲା? ପ୍ରସ୍ତୁତ ହୋଇଥିଲେ, ତାକୁ କୁହାଯାଏ ଅତି ସମ୍ପୃକ୍ତ ଦ୍ରବଣ ବୋଲି କୁହାଯାଏ। ଦେଖନ୍ତୁ, ଉପରୋକ୍ତ ତଥ୍ୟ ଗୁଡ଼ିକୁ ତଳେ ଦିଆଯାଇଥିବା କାର୍ଯ୍ୟ ଗୁଡ଼ିକୁ ଆଲୋଚନା କରିବା। ଦେଖିବା ଆଉ କେତେ ଅଛି ପିଲେ, ଟିକେ ଦେଖିଦେବା। ତ ମୁଁ ଏତିକି ଅଛି, ତ କ୍ଲାସକୁ ସାରିଦେବା ପିଲେ। ଏଇ ଯେଉଁ ବିଷୟଟା ସବୁ ସାରିଦେଇକି ପଳାଇବା। ଓକେ, ଦେଖନ୍ତୁ, ଗୋଟିଏ ଛୋଟ ପାତ୍ରରେ କିମ୍ବା ଗୋଟେ ଷ୍ଟିଲ୍ ଗିନା ନେବେ। ଓକେ, କପେ ପରିଷ୍କାର ଜଳ ନିଅ, ଆଉ ଜଳ ଟିକେ ନେବେ ପରିଷ୍କାର। ଖାଇବା ଲୁଣରୁ ଚାମଚେ ଲୁଣ ନେଇ ଗିନାରେ ଥିବା ଜଳରେ ମିଶାଇ ଦିଅ, ଆଉ ଘାଣ୍ଟି ଦିଅ। କ'ଣ ନେଲେ ବିଲେ? ଗୋଟେ ଛୋଟ ପାତ୍ରରେ ନେଲେ, କପେ ଜଳ ନେଲେ, ତାପରେ ଖାଇବା ଲୁଣରୁ କ'ଣ ଚାମଚେ ଲୁଣ ନେଇକି ଗୋଟେ ଗିନାରେ, ସେଇ ପାତ୍ରରେ କ'ଣ ଜଳ ନେଇକି, ଜଳରେ କ'ଣ ନେଇଥିଲେ, ସେଠି ଘାଣ୍ଟି ଦେଲେ। ଓକେ, ତୁମେ ଜାଣିଛ ଜଳରେ ଲୁଣ ଦ୍ରବୀଭୂତ ହୋଇଯିବ ଆଉ ଗୋଟିଏ ଲୁଣିଆ ଦ୍ରବଣ ପ୍ରସ୍ତୁତ ହୋଇଯିବ। ଆମେ ଘାଣ୍ଟି ଦେଲେ ଲୁଣ। ଓକେ, ତ କ'ଣ ହେଲା? ସେଠି ଦ୍ରବଣ ଦ୍ରବୀଭୂତ ହେଲା ଏବଂ ଲୁଣିଆ ଦ୍ରବଣ ପ୍ରସ୍ତୁତ ହୋଇଗଲା। ହଁ ନା? ଗୋଟେ କେଉଁଟା ଦ୍ରବଣ ଗୋଟେ ପ୍ରସ୍ତୁତ ହେଲା, ଲୁଣିଆ ଦ୍ରବଣଟା ପ୍ରସ୍ତୁତ ହୋଇଗଲା। ଏହା କୁହାଯାଏ ଅସମ୍ପୃକ୍ତ ଦ୍ରବଣ କୁହାଯାଏ। କି ଦ୍ରବଣ କୁହାଯାଏ? ଅସମ୍ପୃକ୍ତ ଦ୍ରବଣ ବୋଲି କୁହାଯାଏ। ଓକେ, ଦେଖନ୍ତୁ, ଏଇ ଦ୍ରବଣରେ ଆଉ 1 ଚାମଚ ଲୁଣ ମିଶାଇ ଘାଣ୍ଟିଲେ କ'ଣ ହେଉଛି? ଏଇ ଦ୍ରବଣରେ ପୁଣି ଥରେ ଆପଣ ଲୁଣ ମିଶାଇବେ। କ'ଣ ହେଉଛି? ଘାଣ୍ଟିକି ଦେଖନ୍ତୁ, ଚାମଚ ପରେ ଚାମଚ କରି ଲୁଣ ମିଶାଇ ଚାଲିଲେ କ'ଣ ହେବ? ଓକେ, ସେଇଠି ପୁଣି ଥରେ ଚାମଚ ପରେ ଚାମଚ, ଗୋଟେ ଚାମଚ, ଗୋଟେ ଚାମଚ, ଏମିତି ଲୁଣ ମିଶାଇ ଚାଲିବେ। ତ କ'ଣ ହେବ?
ଦେଖିବେ ତ ମିଶାଇଥିବା ଲୁଣ ଆଉ ମିଳେଇଯିବ ନାହିଁ। କ'ଣ ମିଶାଇଥିବା ଲୁଣ ଆଉ ମିଳେଇଯିବ ନାହିଁ। ସେଠି ଦେଖନ୍ତୁ ଅଧିକ ଲୁଣ ଗିନାର ତଳ ଭାଗରେ ସେହିପରି କଠିନ ଅବସ୍ଥାରେ ରହିଯିବ। ଦେଖନ୍ତୁ ଆମେ ଯଦି ଏମିତି ଲୁଣ ଢାଲି 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 ଯିବା ସେଇ କ'ଣ ଅସମ୍ପୃକ୍ତ ଦ୍ରବଣରେ, ତାର ଏମିତି ଗୋଟେ ଧୀରେ ଧୀରେ କ'ଣ ହେଉଛି ନା ସେଠି ଆଉ ମିଶିବ ନାହିଁ ସେ ଲୁଣଟା। କ'ଣ ହେବ ନା ଅଧିକ ଲୁଣ କ'ଣ ହେବ ନା ଗିନାର ସେ ତଳ ଭାଗରେ ରହିଯିବ, କଠିନ ଅବସ୍ଥାରେ ରହିଯିବ। ଆଚ୍ଛା, କାହିଁକି ସାର୍ ଏଇଟା ଆପଣ ଭାବୁଥିବେ ହଁ ନା ନୁହଁ, ଏମିତି କ'ଣ ହେଲା ସାର୍? ଦେଖନ୍ତୁ ଏଇଭଳି ପ୍ରସ୍ତୁତ ହୋଇଥିବା ଲୁଣର ଦ୍ରବଣ ଅତ୍ୟଧିକ ଲୁଣିଆ ଲାଗିଥାଏ। ହଁ ନା ନୁହଁ? ଏଇଭଳି ଯଦି ପ୍ରସ୍ତୁତ ହୋଇଥିବ ତ ଲୁଣର ଦ୍ରବଣ କ'ଣ ଅଧିକ ଲୁଣିଆ ଲାଗେ। ଏହା ଲୁଣ ପାଣିର ସମ୍ପୃକ୍ତ ଦ୍ରବଣ। ଓକେ, ଆଚ୍ଛା, ଏଥିରୁ ଆମେ କ'ଣ ଜାଣିଲେ ପିଲେ ନା ଲୁଣ ଜଳରେ ଏକ ଦ୍ରବଣୀୟ ପଦାର୍ଥ ହୋଇଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ଯେତେ ଇଚ୍ଛା ସେତେ ଲୁଣକୁ ଦ୍ରବୀଭୂତ କରିପାରେ ନାହିଁ। ଆଚ୍ଛା, ଦେଖନ୍ତୁ ତ ଆମେ କ'ଣ ଜାଣିଲେ ଏଇ ଲୁଣ କାହିଁକି ଜଳରେ ଏକ ଦ୍ରବଣୀୟ ପଦାର୍ଥ ହେଲେ ମଧ୍ୟ ନାହିଁକିରି ମିଳେ ନା ଏକ ନିର୍ଦ୍ଦିଷ୍ଟ ଯେଉଁ ପରିମାଣର ଯେତେ ସବୁ ଇଚ୍ଛା ମାନେ ଯେତେ ଇଚ୍ଛା ସେତିକି ଆମେ ଯଦି ଲୁଣ ଲଗାଇବା କ'ଣ ସେଇ ଦ୍ରବଣରେ ତା ମାନେ ଯେତେ ଲଗାଇବା ସେତିକି ମିଶିବ ନାହିଁ, ମାନେ ଦ୍ରବୀଭୂତ ହୋଇପାରିବ ନାହିଁ ସେ ପାଣିରେ। ଓକେ, ନେକ୍ସଟ ଯିବା। ଦେଖନ୍ତୁ ଏବେ ଦେଖିବା ଦ୍ରବଣୀୟତା ଉପରେ ତାର ତାପର ପ୍ରଭାବ। ଏବେ ଯେଉଁ ଦ୍ରବଣୀୟଟା ମିଶି ଯାଇଛି, ମିଶାଇଲେ ନା ଚିନି ପାଣି ଯେମିତି ଲୁଣ ପାଣି ଏସବୁ ଦ୍ରବଣ ଗୋଟେ ଗୋଟେ ତ ମିଶାଇଲେ ୟାକୁ କେମିତି ଗୋଟେ ହିଟ୍ ଦେବା, ତାପ କେମିତି କ'ଣ ତାକୁ ପ୍ରଭାବ ପକାଉଛି, ଇଫେକ୍ଟ କରୁଛି ଦେଖିବା। ତିଆରି ହୋଇଥିବା ସମ୍ପୃକ୍ତ ଦ୍ରବଣକୁ ନେଇ ଗିନାରେ ନେଇ ଗରମ କର। ଏବେ ଯେଉଁ ଦ୍ରବଣ ହେଇଛି ନା ନାହିଁ ତାକୁ କ'ଣ କରିବେ ନା ଓକେ ସେ ସମ୍ପୃକ୍ତ ଦ୍ରବଣକୁ ଯେଉଁ ମିଶି ଯାଇଥିବ ତାକୁ ଗିନାରେ ନେବ ଗରମ କରିବେ। ଦେଖ ଦ୍ରବୀଭୂତ ନ ହୋଇ ରହିଯାଇଥିବା ଲୁଣ ମିଳେଇ ଯାଇଛି। ଏବେ କ'ଣ ହେଇଛି ନା ସେଇ ଯେଉଁ ତଳେ ତଳେ ରହିଥିଲା ନା ସେଇ ଲୁଣ କ'ଣ ହେଇଛି ସେ ପାଣିରେ ମିଶି ଯାଇଛି ଆପଣ ଗରମ କରିଲାରୁ। ଓକେ, ଆଚ୍ଛା, ଆଉ ଲୁଣ ମିଶାଇଲେ ହୁଏତ ତାହା ଦ୍ରବୀଭୂତ ହେବ ନାହିଁ। ଏବେ ଦେଖନ୍ତୁ ସେଠି ଆଉ ଥରେ ଲୁଣ ମିଶାଇ ଦେବେ ନା ସେଇଟା କ'ଣ ଦ୍ରବୀଭୂତ ହେବ ନାହିଁ। ତ ଏଇ ଦ୍ରବଣ କ'ଣ କୁହାଯାଏ ଅତି ସମ୍ପୃକ୍ତ ଦ୍ରବଣ ବୋଲି କୁହାଯାଏ। ତାକୁ କ'ଣ କୁହାଯାଏ ନା ଅତି ସମ୍ପୃକ୍ତ ଦ୍ରବଣ ବୋଲି କୁହାଯାଏ। ଏହି ଦ୍ରବଣକୁ ଥଣ୍ଡା କଲେ ଯେଉଁ ଅଧିକ ଲୁଣ ଦ୍ରବୀଭୂତ ହୋଇଥିଲା ତାହା ପୁଣି ବାହାରି ଆସିବ ଆଉ ଗିନାରେ ତଳେ ବସିବ। ଏବେ ଦେଖନ୍ତୁ ସେମ୍ ଯଦି ସେଇ ଦ୍ରବଣକୁ ଥଣ୍ଡା କରିଦେବା ଏବଂ ସେଠି କ'ଣ ଲୁଣ ପକାଇ ପକାଇ ଚାଲିବା ତାହେଲେ ସେମ୍ ସେଇ ପ୍ରକାର ପୁଣି ବାହାରେ ଆସିବ ଆଉ ଗିନାର ତଳେ ବସିବ। ଓକେ, ସେମିତି ଗିନାରେ ହିଁ ରହିଯିବ। ଓକେ, ଏଥିରୁ କ'ଣ ଏଇ କାର୍ଯ୍ୟରୁ କ'ଣ ସ୍ପଷ୍ଟ ଜଣାଗଲା ହେଲେ ନା ତାପର ପ୍ରଭାବରେ ଦ୍ରବଣୀୟତା ବଢ଼ିଯାଏ। ତାର ଦ୍ରବଣଟା କ'ଣ ବଢ଼ିଗଲା, ବଢ଼ିବା ଦ୍ୱାରା ମିଶିଗଲା, ଯାହାଫଳରେ କ'ଣଟା ଦ୍ରବଣଟା ବଢ଼ିଗଲା ତ ମିଶିଗଲା ଏବଂ ଥଣ୍ଡା କଲେ ବା ତାପ କମାଇ ଦେଲେ ଦ୍ରବଣୀୟତା କମିଗଲା। ଆମେ ଯଦି ଥଣ୍ଡା କରିବା ଏବଂ ଲୁଣ ପକାଇ ପକାଇ ଯିବା ତା ମାନେ କ'ଣ ନା ସେଇଟା କ'ଣ ମିଶେ ନାହିଁ। ଓକେ, ଯଦି ଆମେ ଗରମ କରୁଥିବା ଗରମ କରିବା ଜାଗାରେ ଆମେ ଯଦି ପକାଇ ଦେଇକିନା ଆମେ ଯଦି ଗରମ କରିଦେବା ତାହେଲେ ସେଇଟା ମିଶିବ, କାରଣ ଆମର ଯେଉଁ ଦ୍ରବଣୀୟଟା ଗରମ କଲେ ତାପ ଦେଲେ ଦ୍ରବଣୀୟତା ବଢ଼ି ଯାଇଥାଏ। ଓକେ, କିନ୍ତୁ ଏହା ସବୁ ପ୍ରକାର ଦ୍ରାବ କ୍ଷେତ୍ରରେ ଏହା ସତ୍ୟ ନୁହେଁ ବୋଲେ ଏ ବିଷୟରେ ତୁମ ଉପର ଶ୍ରେଣୀରେ ପଢ଼ିବେ। 7th କ୍ଲାସ୍ ଆଡ଼କୁ ଗଲେ ଏହା ପଢ଼ିବେ ଆପଣ। ଓକେ, ଦେଖନ୍ତୁ ଗୋଟେ ସମ୍ପୃକ୍ତ ଦ୍ରବଣରେ ଅଧିକ ଦ୍ରାବକ ମିଶାଇଲେ ଦ୍ରବୀଭୂତ ନ ହୋଇ ରହିଥିବା ଦ୍ରାବ କ'ଣ ହୁଏ ନିଜେ ପରୀକ୍ଷା କରି ଆପଣ ଦେଖିବେ। ଓକେ, ଦେଖନ୍ତୁ ଏଠି କ'ଣ ଦିଆଯାଇଛି ତୁମ ପାଇଁ କାମ 11ରେ ଦିଆଯାଇଛି। ଦୁଇଟି କାଚ ଗ୍ଲାସ୍ ନେଇ ପ୍ରତ୍ୟେକ ସମାନ ପରିମାଣର ପରିଷ୍କାର ଜଳ ନିଅ। ଆଚ୍ଛା, ଦୁଇଟି କାଚ ଗ୍ଲାସ୍ ନେବେ। ଓକେ, ଦୁଇଟା କ'ଣ କାଚ ଗ୍ଲାସ୍ଟେ ନେଲେ। ଓକେ, ଦେଖନ୍ତୁ ଏଇଠି ନେଲେ କାଚ ଗ୍ଲାସ୍। ଓକେ, ଦେଖନ୍ତୁ
କ'ଣ ନେଲେ ପରିଷ୍କାର ଜଳ ନେବେ ସମାନ ପରିମାଣ ଏତିକି ନେଇଗଲେ। ଓକେ, ଗୋଟିଏ ଚାମଚ ଲୁଣ ପ୍ରଥମ ଗ୍ଲାସରେ ଥିବା ଜଳରେ ମିଶାଇ ଘାଣ୍ଟ। ଏଠି କ'ଣ ଲୁଣ ପକାଇବେ। ଓକେ, ଆଉ ଘାଣ୍ଟି ଦେବେ। ଆକୁ ତାହା ଦ୍ରବୀଭୂତ ହୋଇଯିବା ପରେ ଆଉ ଚାମଚ ଲୁଣ ଦେଇ ଘାଣ୍ଟ। ଏହାକୁ ଦ୍ରବୀଭୂତ ହେଲେ ପ୍ଲସ୍ ଆଉ ଥରେ ଲୁଣ ଲଗାଇବେ। ଓକେ, ଆହୁରି ଥରେ ଲୁଣ ଲଗାଇବେ। ସେଇଭଳି କେତେ ଚାମଚ ଲୁଣ ନେଲେ ଦ୍ରବଣଟି ଏକ ସମ୍ପୃକ୍ତ ଦ୍ରବଣରେ ପରିଣତ ହେଲା ତାହା ସାରଣୀରେ ଲେଖିକି ରଖିବେ। ଦେଖିବେ ଏଇଭଳି ଚାମଚ ଧରି ଲୁଣ ନେଇଗଲେ ପକାଇ ପକାଇ ଚାଲିଲେ ଦ୍ରବଣଟି କ'ଣ ଗୋଟେ ସମ୍ପୃକ୍ତ ଦ୍ରବଣରେ ପରିଣତ ହେବ। ଓକେ, ସାରଣୀଟି ଲେଖିବେ। ଏଇଠି ଦେଖନ୍ତୁ ସେମ୍ ଆଉ ଗୋଟେ ଗ୍ଲାସ୍ ହେଲା। ତ ଦ୍ୱିତୀୟ ଗ୍ଲାସରେ ଥିବା ଜଳରେ ଚାମଚ ସାହାଯ୍ୟରେ ଚିନି ଥରକୁ ଥରେ ଚାମଚ ମିଶାଇ ଚାଲିବେ। ଆର ଗୋଟେରେ କ'ଣ ଚିନି ନେବେ। ସେଠି କ'ଣ ଚିନି ସେମିତି କ'ଣ ଚାମଚ କ'ଣ କରିବେ ନା ଆପଣ ଚିନି ମିଶାଇ ଚାଲିବେ ଏବଂ ଘାଣ୍ଟିବେ। ଗୋଟିଏ ଚାମଚ ଚିନି ସମ୍ପୂର୍ଣ୍ଣ ରୂପେ ଦ୍ରବୀଭୂତ ହୋଇସାରିବା ପରେ ଆଉ ଗୋଟିଏ ଚାମଚ ଚିନି କ'ଣ ମିଶାଇବ। ସେମିତି କ'ଣ କରିବେ ନା ଘାଣ୍ଟି ଦେଲେ ତାକୁ ମିଶିଗଲା। ତାପରେ ଗୋଟିଏ ଚାମଚ ଚିନି ସମ୍ପୂର୍ଣ୍ଣ ରୂପେ ଦ୍ରବୀଭୂତ ହୋଇସାରିଲା ପରେ କ'ଣ କରିବେ ନା ଆଉ ଗୋଟେ ଚାମଚ ଚିନି ମିଶାଇବେ। ସେଇ ପ୍ରକାର ଏପରି ଏକ ଅବସ୍ଥା ଆସିବ ଯେତେବେଳେ ପର୍ଯ୍ୟନ୍ତ ତାକୁ କ'ଣ ନା ସମ୍ପୃକ୍ତ ଦ୍ରବଣ ପ୍ରସ୍ତୁତ ହୋଇଯିବ। କି ଦ୍ରବଣ ଥିଲେ ନା ସଂତୃପ୍ତ ଦ୍ରବଣ ପ୍ରସ୍ତୁତ ହୋଇଯିବ। এই ଦୁଇଟି ସମ୍ପୃକ୍ତ ଦ୍ରବଣ ତିଆରି କଲାବେଳେ କେଉଁଥିରେ କେତେ ଚାମଚ ଚିନି ଓକେ କେତେ ଚାମଚ ଲୁଣ ଆବଶ୍ୟକ ହେଲା ତାହା ଏଠି ଲେଖିବେ। ଓକେ, ଦ୍ରାବ ଦେଇଛି ନିର୍ଦ୍ଦିଷ୍ଟ ପରିମାଣ ଜଳରେ ସମ୍ପୃକ୍ତ ଦ୍ରାବଣ ପ୍ରସ୍ତୁତି ପାଇଁ କେତେକ ଚାମଚ ଦ୍ରାବ ବ୍ୟବହୃତ ହୋଇଛି ଏଠି ଲେଖିବେ। ଓକେ, ନେକ୍ସଟ ଯିବା। ଦେଖନ୍ତୁ ଏହି କାର୍ଯ୍ୟ ପରେ ଜାଣିଲେ ଯେ ନିର୍ଦ୍ଦିଷ୍ଟ ପରିମାଣର ଦ୍ରାବକରେ ଏକ ସମାନ ତାପମାତ୍ରାରେ ଭିନ୍ନ ଭିନ୍ନ ପରିମାଣର ଦ୍ରାବ ଦ୍ରବୀଭୂତ ହୋଇଥାଏ। ତ ଏଠି କ'ଣ ଶିଖିଲେ ନା ଆମେ କାମ ମାନେ ଏକ୍ସପେରିମେଣ୍ଟଟା କଲା ପରେ ଆମେ ଜାଣିପାରିଲେ ତ କ'ଣ ଦ୍ରାବକର ଏକ ସମାନ ତାପମାତ୍ରାରେ ନେଇକି ଭିନ୍ନ ଭିନ୍ନ ପରିମାଣର ଦ୍ରାବଟା କ'ଣ ଦ୍ରବୀଭୂତ ହୋଇ ମିଶି ଯାଉଛି। ଏଥିରୁ ଆମେ ଜାଣିଲେ। ଓକେ, ଆଚ୍ଛା, ତ ପିଲାମାନେ ଆଜିର ଏଇ ବିଷୟଟା ଆମେ ସାରିଦେଲେ। କ'ଣ ପିଲେ ନା ବସ୍ତୁ ଓ ପଦାର୍ଥର କ'ଣ ବସ୍ତୁ ଓ ପଦାର୍ଥର ପରିବର୍ତ୍ତନ। ଓକେ, 6 କ୍ଲାସର ଷଷ୍ଠ ଅଧ୍ୟାୟ ପାଠଟା ଆଜି ସାରିଦେଲେ। ତ ନେକ୍ସଟ କ୍ଲାସକୁ ପିଲାମାନେ ଆପଣଙ୍କ ପାଇଁ ଏଇ ମାନେ ବସ୍ତୁ ବସ୍ତୁ ପଦାର୍ଥର ପରିବର୍ତ୍ତନର ପ୍ରଶ୍ନ ଉତ୍ତର ନେଇକି ଆସିବି ନେକ୍ସଟ ଭିଡ଼ିଓକୁ। ଓକେ, ତ ପିଲାମାନେ ଆମର ଏଇ ଭିଡ଼ିଓ ଭଲ ଲାଗୁଥିଲେ ସମସ୍ତେ କମେଣ୍ଟ କରିଦେବେ ଏବଂ ପିଲାମାନେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ସମସ୍ତଙ୍କୁ। ଓକେ, ତ ପିଲେ ଆଜିର ଏ ଭିଡ଼ିଓକୁ ଆମେ ଏଇଠି ଏଣ୍ଡ କରିଦେବା। ତ ପିଲାମାନେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଏଣ୍ଡ କରିଦେବାର ପିଲାମାନେ କାହିଁକିନା ଗୋଟେ ଘଣ୍ଟାଟେ ହେଇଗଲା। ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ।